ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡିସ୍କସନ୍କୁ। ଆଜି ଆମେ ଡିସ୍କସନ୍ କରିବା ଲାଇବନିଜ୍ଙ୍କ ଦର୍ଶନ ଉପରେ। ପୂର୍ବରୁ ଆମେ ଡେକାର୍ଟ ପଢ଼ିଲେ, ସ୍ପିନୋଜାଙ୍କର ଦର୍ଶନ ନୀତି ପଢ଼ିଲେ। ବର୍ତ୍ତମାନ ଆଜି ଆମେ ଦେଖିବା ଲାଇବନିଜ୍ଙ୍କର ମତ କ'ଣ, ଲାଇବନିଜ୍ଙ୍କ ଦର୍ଶନ କ'ଣ ଥିଲା। ଲାଇବନିଜ୍ ମଧ୍ୟ ଡେକାର୍ଟ ଆଉ ସ୍ପିନୋଜାଙ୍କ ପରି ଜଣେ ଯୁକ୍ତିବାଦୀ ଥିଲେ। ତାଙ୍କ ଯୁକ୍ତିବାଦ କୋଉଭଳି ଭାବରେ ଡେକାର୍ଟ ଆଉ ସ୍ପିନୋଜାଙ୍କର ଠାରୁ ଭିନ୍ନ ଏବଂ ତାଙ୍କ ମତବାଦ କିଭଳି ପ୍ରସିଦ୍ଧି ଲାଭ କରିଥିଲା ତାରି ବିଷୟରେ ଆମେ ଆଜି ଡିସ୍କସନ୍ କରିବା। ତାଙ୍କର ପୁରା ନାଁ ହେଉଛି ଗଟଫ୍ରେଡ୍ ୱିଲହେମ୍ ଲାଇବନିଜ୍। 1646 ଖ୍ରୀଷ୍ଟାବ୍ଦରେ ସେ ଜର୍ମାନୀରେ ଜନ୍ମ ଲାଭ କରିଥିଲେ। ତାଙ୍କ ସବୁଠାରୁ ପପୁଲାର ବହିର ନାମଟି ହେଉଛି ମୋନାଡୋଲୋଜି, ଯାହା ପାଇଁ ତାଙ୍କୁ ଆମେ ଜାଣୁ। ଆମେ ଡେକାର୍ଟରେ ପଢ଼ିଥିଲେ ଯେ ଡେକାର୍ଟଙ୍କର ଦ୍ରବ୍ୟ କ୍ରୟ ମୀମାଂସାର ସଂଶୋଧନ କରି ସ୍ପିନୋଜା କିଭଳି ଏକ ଦ୍ରବ୍ୟବାଦ ପ୍ରତିଷ୍ଠା କରିଥିଲେ। ସେ କହିଥିଲେ ଈଶ୍ୱର ଓ ଜଗତ ଦୁଇଟା ଅଲଗା ଦ୍ରବ୍ୟ ନୁହଁ, ଦୁଇ ଜଣ ଗୋଟିଏ ହିଁ। ଈଶ୍ୱର ଏବଂ ଜଗତ ଏହି ଦ୍ୱୈତବାଦକୁ ପରିହାର କରି ସ୍ପିନୋଜା କହିଲେ ଈଶ୍ୱର ବା ଜଗତ ଅଦ୍ୱୈତ। ତେଣୁ ତାଙ୍କର ଫିଲୋସଫିକୁ ଆମେ ମୋନିଜିମ୍ ବୋଲି କହୁ, ଆଉ ଡେକାର୍ଟଙ୍କର ଫିଲୋସଫିକୁ ଆମେ ଡୁଆଲିଜିମ୍ ବୋଲି କହୁ। ସେହିପରି ଆମେ ଦେଖିବା ଲାଇବନିଜ୍ଙ୍କର ଫିଲୋସଫିକୁ ଆମେ ପ୍ଲୁରାଲିଜିମ୍ ବୋଲି କେମିତି କହିବା। ଏଠି କହି ରଖେ ଆଉଥରେ ଯେ ଡେକାର୍ଟଙ୍କର ଆମେ ଡୁଆଲିଜିମ୍ ବୋଲି କହୁଛୁ, ଯେହେତୁ ଦୁଇଟି ଦ୍ରବ୍ୟର ଅସ୍ତିତ୍ୱ ବିଷୟରେ ସେ କହିଥିଲେ। ସେଇ ଅସ୍ତିତ୍ୱରେ ଯେଉଁ ସମସ୍ୟା ଦେଖାଯାଇଥିଲା, ସେଇ ଆଲୋଚନାରେ ଯେଉଁ ସମସ୍ୟା ଦେଖାଯାଇଥିଲା ତାକୁ ସ୍ପିନୋଜା ଚେଷ୍ଟା କରିଥିଲେ ଦୂର କରିବା ପାଇଁ ବା ସମାଧାନ କରିବା ପାଇଁ, ଯାହାଫଳରେ କି ତାଙ୍କର ଦର୍ଶନକୁ ସେ ଅଦ୍ୱୈତ ବୋଲି କହିଥିଲେ ବା ମୋନିଜିମ୍ ବୋଲି କହିଥିଲେ। ଏବଂ ଏଇଠାରେ ଆମେ ଲାଇବନିଜ୍ଙ୍କର ମତବାଦକୁ ଯଦି ଡେକାର୍ଟ ଆଉ ସ୍ପିନୋଜାଙ୍କ ମତବାଦ ସହିତ ତୁଳନା କରିବା, ତାହେଲେ ତାଙ୍କ ଭ୍ୟୁ ପଏଣ୍ଟକୁ ଆମେ ପ୍ଲୁରାଲିଜିମ୍ ବୋଲି କହିବା। ତେଣୁ ଏଠି ଈଶ୍ୱର ଓ ଜଗତ ଏହି ଦ୍ୱୈତବାଦକୁ ପରିହାର କରି ସ୍ପିନୋଜା ଈଶ୍ୱର ବା ଜଗତ ଏହି ଅଦ୍ୱୈତବାଦକୁ ଗ୍ରହଣ କରିଛନ୍ତି। ଅନ୍ୟ ପକ୍ଷରେ ବଡି ଆଉ ମାଇଣ୍ଡ ଏହାର ଡୁଆଲିଜିମ୍କୁ ତାର ଯେଉଁ ଡୁଆଲିଜିମ୍ରେ ପ୍ରୋବ୍ଲେମ୍ ହେଇଥିଲା, ସ୍ପିନୋଜା କହିଥିଲେ ବଡି ଆଉ ମାଇଣ୍ଡ ହେଉଛି ଦୁଇ ଜଣ ଯାକ ପ୍ୟାରାଲେଲ୍ ମୁଭ୍ କରନ୍ତି। ତା ଅର୍ଥ ଏମାନେ ହେଉଛନ୍ତି ଏକ ଦ୍ରବ୍ୟର ଦୁଇ ସମାନ୍ତରାଳ ଅଭିବ୍ୟକ୍ତି। କିନ୍ତୁ ଡେକାର୍ଟ ଆଉ ସ୍ପିନୋଜା ଉଭୟ ସ୍ୱୀକାର କରନ୍ତି ଯେ ବଡି ଆଉ ମାଇଣ୍ଡ ହେଉଛି ଦୁଇଟା ଯାକ ଡିଫରେଣ୍ଟ ସବଷ୍ଟାନ୍ସ। ଦେହ ହେଉଛି ଶୁଦ୍ଧ ବିସ୍ତୃତିର ପ୍ରକାର ବିଶେଷ, ମନ ହେଉଛି ଶୁଦ୍ଧ ଭାବନାର ପ୍ରକାର ବିଶେଷ। ବା ଯେମିତି ଆମେ କହିଥିଲେ ବଡିର କ୍ୟାରେକ୍ଟରିଷ୍ଟିକ୍ ହେଉଛି ଏକ୍ସଟେନସନ୍ ବା ବିସ୍ତୃତ, ଏବଂ ମାଇଣ୍ଡର କ୍ୟାରେକ୍ଟରିଷ୍ଟିକ୍ ହେଉଛି ଥଟ୍ ବା ଭାବନା। ତେଣୁ ବିସ୍ତୃତି ସମ୍ପୂର୍ଣ୍ଣ ରୂପେ ଭାବନା ରହିତ ଏବଂ ଭାବନା ସମ୍ପୂର୍ଣ୍ଣ ରୂପେ ବିସ୍ତୃତି ବିବର୍ଜିତ। ତା ଅର୍ଥ ମାଇଣ୍ଡ କ୍ୟାନ୍ ନଟ୍ ହ୍ୟାଭ୍ ଏକ୍ସଟେନସନ୍ ଆଣ୍ଡ ବଡି କ୍ୟାନ୍ ନଟ୍ ହ୍ୟାଭ୍ ଥଟ୍। ତେଣୁ ଏହିଭଳି ଦୁଇ ବିରୁଦ୍ଧ କୋଟିର ପଦାର୍ଥ କିପରି ଏକ ଅଭିନ୍ନ ଦ୍ରବ୍ୟର ଅଭିବ୍ୟକ୍ତି ହୋଇପାରନ୍ତି, ତାହା ଲାଇବନିଜ୍ଙ୍କ ପାଇଁ ଏକ ପ୍ରଧାନ ସମସ୍ୟା ରୂପେ ଦେଖାଯାଇଥିଲା। ଯଦି ଦୁଇଟି ପଦାର୍ଥ ଏକ ଦ୍ରବ୍ୟର ଦୁଇ ଅଭିବ୍ୟକ୍ତି, ଯେଉଁଟା ଆମେ ସ୍ପିନୋଜାଙ୍କର ଫିଲୋସଫିରେ ପଢ଼ିଥିଲେ, ତେବେ ଉଭୟଙ୍କ ମଧ୍ୟରେ ସାମ୍ୟ ବା ସୁସାଦୃଶ୍ୟ ଥିବା ନିଶ୍ଚିତ କଥା। ତା ଅର୍ଥ ଯଦି ଦୁଇ ଜଣ ଯାକ ଗୋଟିଏ ଦ୍ରବ୍ୟର ଦୁଇଟା ରୂପ, ତାହେଲେ ତାଙ୍କ ଭିତରେ ନିଶ୍ଚିତ ଭାବରେ ସିମିଲାରିଟି ରହିବା ଧାର୍ଯ୍ୟ। ଲାଇବନିଜ୍ ସେହି ଅନ୍ତର୍ନିହିତ ସାମ୍ୟ ଓ ପାରସ୍ପରିକ ସୌସାଦୃଶ୍ୟର ବ୍ୟାଖ୍ୟା ଲାଗି ଆଗ୍ରହ କରିଥିଲେ ବା ତତ୍ପର ହୋଇ ଉଠିଥିଲେ। ସେ ଯେପର୍ଯ୍ୟନ୍ତ ଏହି
ବ୍ୟାଖ୍ୟା କରାଯାଇ ପାରିନାହିଁ। ଡେକାର୍ଟଙ୍କର ସୃଷ୍ଟ ଦୁର୍ଲକ୍ଷ ଦ୍ୱୈତବାଦ ପୂର୍ବବତ୍ ମୁଖ୍ୟବାଦାନ କରି ରହିବ। ଫଳରେ ଦେହ ଓ ମନ ପରସ୍ପରଠାରୁ ଭିନ୍ନ ସତ୍ତା ଭାବରେ ଅଂଶସ୍ଫୁଟ ହୋଇ ରହିବ। ଡେକାର୍ଟଙ୍କ ଦ୍ୱୈତବାଦର ନିରାକରଣ ଲାଗି ଲାଇବନିଜ ଚେଷ୍ଟା କରିଥିଲେ। ବର୍ତ୍ତମାନ ଆମେ ଦେଖିବା ଯେ ଲାଇବନିଜଙ୍କର ଅବଜେକ୍ଟିଭ କ'ଣ ଥିଲା, କ'ଣ ସେ କେଉଁ ପଦ୍ଧତି ଭାବରେ ବା କେଉଁ ଫଣ୍ଡାମେଣ୍ଟାଲ ପ୍ରିନ୍ସିପଲକୁ ନେଇକି ସେ ନିଜର ଦର୍ଶନ ଉପସ୍ଥାପନ କରିଥିଲେ ବା ମତ ଦେଇଥିଲେ। ଲାଇବନିଜଙ୍କ ମତରେ ବିଶ୍ୱର ଉପାଦାନର ସରଳତମ ଏକକ ସ୍ୱରୂପ ଉଦ୍ଘାଟନ କରିବା ଥିଲା ତାଙ୍କର ପ୍ରଥମ ପ୍ରଚେଷ୍ଟା। ବିଶ୍ୱର ସକଳ ବସ୍ତୁ ବା ସମସ୍ତ ବସ୍ତୁ ହେଉଛନ୍ତି ଯୌଗିକ, ତେଣୁ ଏମାନେ ହେଉଛନ୍ତି ବିଭାଜ୍ୟ। ଯୌଗିକ ବା ଜଟିଳ ସ୍ଥିତିର ବିଭାଜନ ଫଳରେ କ୍ରମଶଃ ସରଳତର ହୋଇ ସରଳତମ ସ୍ଥିତି ଉଦ୍ଭିତ ହେବା କଥା। ଏହି ବିଭାଜନ ପ୍ରଣାଳୀକୁ ଆମେ କ'ଣ କହୁ? ଏହି ବିଭାଜନ ପ୍ରଣାଳୀକୁ ଆମେ ବିଶ୍ଳେଷଣାତ୍ମକ ପ୍ରଣାଳୀ ବୋଲି କହିଥାଉ। ତେଣୁ ଏହି ବିଶ୍ଳେଷଣାତ୍ମକ ପ୍ରଣାଳୀଟି ଆମର ଗ୍ରୀକ୍ ଦର୍ଶନରେ ବହୁ ପରିମାଣରେ ଆକ୍ସେପ୍ଟ ବା ସ୍ୱୀକାର କରାଯାଇଛି। ଯେମିତି ଆମେ ଡେମୋକ୍ରାଇଟସ୍ଙ୍କ ପରି ଯେଉଁ ଅଣୁବାଦୀ ମାନେ ଜଗତର ଜଟିଳତମ ସ୍ଥିତିକୁ ସରଳତମ ସ୍ଥିତିରେ ବିଶ୍ଳେଷଣ କରି ଅଣୁର ସ୍ୱରୂପକୁ ଉଦ୍ଘାଟନ କରିଥିଲେ। ଅଣୁ ହେଉଛି ଅନଡିଭାଇଡେଡ୍ ବା ଅବିଭାଜ୍ୟ ସରଳତମ ଏକକ। ପଦାର୍ଥ ବିଜ୍ଞାନରେ ଅବିଭାଜ୍ୟ ଅଣୁର ସ୍ଥିତି ସ୍ୱୀକୃତ ହୋଇଥିଲା। ଅନ୍ୟପକ୍ଷରେ ମ୍ୟାଥମେଟିସିଆନ ମାନେ ଏହି ଏକକ ସ୍ଥିତିର ଅନ୍ୱେଷଣ କରି ଜ୍ୟାମିତିକ ବିନ୍ଦୁରେ ଉପନୀତ ହୋଇଥିଲେ, ଯାହାର ଦୈର୍ଘ୍ୟ ପ୍ରସ୍ଥ ନଥାଇ କେବଳ ଅବସ୍ଥିତି ମାତ୍ର ଥାଏ। ତାହାକୁ ବିନ୍ଦୁ ବୋଲି କୁହାଯାଏ। ତେଣୁ ଗାଣିତିକଙ୍କ ମତରେ ବିନ୍ଦୁ ହେଉଛି ଏକ ସରଳତମ ଏକକ। ଯେଉଁଭଳି ଭାବରେ ଆମର ଡେମୋକ୍ରାଇଟିସ୍ ଅଣୁକୁ ବିଶ୍ୱର ସରଳତମ ଏକକ ବୋଲି କହିଥିଲେ, ସେହିଭଳି ଭାବେ ମ୍ୟାଥମେଟିସିଆନ୍ସ ପଏଣ୍ଟକୁ ବା ବିନ୍ଦୁକୁ ସରଳତମ ଏକକ ବୋଲି କହିଲେ, ଯାହାର ଦୈର୍ଘ୍ୟ ନଥାଉ କି ଦୈର୍ଘ୍ୟ ନାହିଁ କି ପ୍ରସ୍ଥ ନାହିଁ, କିନ୍ତୁ ତାର ଅବସ୍ଥିତି ଅଛି। ତେଣୁ ପଦାର୍ଥ ବିଜ୍ଞାନର ଅଣୁ କିମ୍ବା ଗଣିତର ବିନ୍ଦୁକୁ ଲାଇବନିଜ ସରଳତମ ଏକକ ସ୍ଥିତି ବୋଲି ଗ୍ରହଣ କରିନଥିଲେ। ଭୌତିକ ଜଗତର ସମସ୍ତ ବସ୍ତୁ ବିସ୍ତୃତି ସମ୍ପନ୍ନ। ଯେ କୌଣସି ଭୌତିକ ବସ୍ତୁକୁ ଯେତେ ସରଳତର ଭୌତିକ ସ୍ଥିତିକୁ ବିଭାଜନ କଲେ ହେଁ ତାହା ବିସ୍ତୃତି ସମ୍ପନ୍ନ ହୋଇ ରହିବ ହିଁ ରହିବ। ତେଣୁ ସେ କହିଲେ ଯେ ଭୌତିକ ଜଗତରେ ସମସ୍ତ ବସ୍ତୁର ଏକ୍ସଟେନସନ୍ ଅଛି। ତେଣୁ ଯେତେ ସରଳ ହେଲେ ବି ତାର ପୁଣି ଫର୍ଦର ଏକ୍ସଟେନସନ୍ ରହିବ। ଯାହାର ଏକ୍ସଟେନସନ୍ ରହିବ ତାକୁ ଆମେ ଡିଭାଇଡ୍ ବି କରିପାରିବା। ତେଣୁ ବିସ୍ତୃତି ଯାହାର ଅଛି ସେ ମଧ୍ୟ ବିଭାଜ୍ୟ। ତେଣୁ ଲାଇବନିଜଙ୍କ ମତରେ ଭୌତିକ ଅଣୁ ଯେତେ ସରଳ ହେଲେ ହେଁ ତାହା ନିଶ୍ଚିତ ଭାବରେ ବିଭାଜ୍ୟ ମଧ୍ୟ ହେବ। ଭୌତିକ ଅଣୁ ଅବିଭାଜ୍ୟ ହୋଇପାରିବ ନାହିଁ ବା ହୋଇ ନପାରେ। ତେଣୁ ତାହା ସରଳତମ ଏକକ ମଧ୍ୟ ହୋଇପାରିବ ନାହିଁ। ଦୈର୍ଘ୍ୟ ପ୍ରସ୍ଥ ରହିତ କେବଳ ଅବସ୍ଥିତି ମାତ୍ର। ଗାଣିତିକ ବିନ୍ଦୁ ହେଉଛି ଯଥାର୍ଥ ସରଳତମ ଏକକ, କିନ୍ତୁ ଗାଣିତିକ ବିନ୍ଦୁର ଅବସ୍ଥିତି ବାସ୍ତବ ଅବସ୍ଥିତି ନୁହେଁ। ତେଣୁ ଏଠି ଆମେ ବିଚାର କଲେ ଦେଖିପାରିବା ଯେ ଭୌତିକ ଅଣୁ ବାସ୍ତବ କିନ୍ତୁ ସରଳତମ ଏକକ ନୁହେଁ। ଗାଣିତିକ ବିନ୍ଦୁ ସରଳତମ ଏକକ କିନ୍ତୁ ବାସ୍ତବିକ ନୁହେଁ ବା ବାସ୍ତବ ନୁହେଁ। ତେଣୁ ଲାଇବନିଜ ଏହି ଉଭୟବିଧ ସରଳତମ ଏକକକୁ ଡିନାଏ କରିଥିଲେ। ଏକକକୁ ଅସ୍ୱୀକାର କରି ତାତ୍ତ୍ୱିକ ସରଳତମ ଏକକର ସ୍ୱରୂପ ଉଦ୍ଘାଟନ ଲାଗି ସେ ଚେଷ୍ଟା କରିଥିଲେ ଏବଂ ଲାଇବନିଜଙ୍କର ଏହି ତାତ୍ତ୍ୱିକ ସରଳତମ ଏକକ ଗୁଡ଼ିକର ନାମ ହେଉଛି ମୋନାଡ୍। ସେ ଯାହାକୁ ସେ ସରଳତମ ଏକକ ବୋଲି କହିଲେ ତାହାକୁ ସେ ନାମକରଣ କଲେ ମୋନାଡ୍। ତାକୁ ସେ କହିଲେ ମୋନାଡ୍। ତେଣୁ ଏଠୁ ଦେଖିପାରୁଥିବା ଯେ
କିଭଳି ଅଣୁବାଦୀମାନେ ଅଣୁକୁ ଆଟମକୁ କିଭଳି କହିଲେ ଯେ ଏଗୁଡ଼ିକ ଆଉ ଅବିଭାଜ୍ୟ ହେଇକି ରହିବ, କିନ୍ତୁ ଏମାନଙ୍କର ଏମାନେ ହେଉଛନ୍ତି ସରଳତମ ଏକକ। ସେଇଭଳି ଭାବରେ ଗାଣିତିକ ମାନେ କହିଲେ ବିନ୍ଦୁ ଯାହାର ଦୈର୍ଘ୍ୟ ଆଉ ପ୍ରସ୍ଥ ନାହିଁ, ତାହାର ଅବସ୍ଥିତି ଅଛି, ସିଏ ହେଉଛି ଆମର ସରଳତମ ଏକକ। ତେଣୁ ଏଠି ଲାଇବନିଜ କହିଲେ ଯେ ଲାଇବନିଜ ଦିଟା ଆକ ମତକୁ ଅସ୍ୱୀକାର କରିଥିଲେ। ସେ କହିଲେ ଯେ ଭୌତିକ ଅଣୁ ହେଉଛି ରିଅଲ ବା ବାସ୍ତବ, କିନ୍ତୁ ତାହା ସେଇଟା ସରଳତମ ଏକକ ହେଇପାରିବ ନାହିଁ। କୋଉ ଗ୍ରାଉଣ୍ଡରେ ହେଇପାରିବ ନାହିଁ? କାରଣ ଯାହା ବିଶ୍ୱର ସମସ୍ତ ହେଉଛି ବସ୍ତୁ ହେଉଛି ବିସ୍ତୃତ, ଏବଂ ଯାହାର ବିସ୍ତୃତ ଅଛି ସେ ନିଶ୍ଚିତ ଭାବରେ ବିଭାଜ୍ୟ ହେଇପାରିବ। ତେଣୁ ଅଣୁକୁ ଅବିଭାଜ୍ୟ କହିବାଟା ଭୁଲ। ତେଣୁ ଅଣୁ ଯଦି ବି ବାସ୍ତବ, କିନ୍ତୁ ସେଇଟା ଯେହେତୁ ଭୌତିକ, ତେଣୁ ତାର ମଧ୍ୟ ଏକ୍ସଟେନସନ୍ ରହିବ। ତେଣୁ ସେହି ହିସାବରେ ସେଇଟା ଏକ ସରଳତମ ଏକକ ନୁହେଁ। whereas ତମର ଗାଣିତିକ ବିନ୍ଦୁର ଗାଣିତିକ ବିନ୍ଦୁ ସରଳତମ ଏକକ, କିନ୍ତୁ ଏହାର ଅବସ୍ଥିତି ନାହିଁ। ତେଣୁ ଏଇ ଦିଟାକ ସାଇଡକୁ ସେ ଡିନାଏ କରିକି ସେ କହିଲେ ଯାହାକୁ ଆମେ ସରଳତମ ଏକକ ବୋଲି କହିବା ସେ ହେଉଛି ମୋନାଡ୍। ତେଣୁ ଗ୍ରୀକ୍ ଭାଷାରେ ମୋନାଡ୍ର ଅର୍ଥ ହେଉଛି ପାଟିଗଣିତଗତ ଏକକ। ପ୍ଲାଟୋ ଏହି ଶବ୍ଦକୁ ସଂଖ୍ୟାଗତ ଏକକ ଅର୍ଥରେ ଗ୍ରହଣ କରିଛନ୍ତି। ଲାଇବନିଜଙ୍କ ପୂର୍ବରୁ ଯେଉଁ ଦାର୍ଶନିକ ଥିଲେ ବ୍ରୁନୋ, ସେ ଏହି ମୋନାଡ୍ ଶବ୍ଦ ଭୂୟଃ ପ୍ରୟୋଗ କରିଛନ୍ତି। ବ୍ରୁନୋ ତାଙ୍କ ପ୍ରତିପାଦିତ ମୌଳିକ ବର୍ତ୍ତୁଳ ବିନ୍ଦୁ ଗୁଡ଼ିକୁ ମୋନାଡ୍ ବୋଲି ଅଭିହିତ କରିଥିଲେ। ୱିଟଗେନଷ୍ଟାଇନ୍ କହିଥିଲେ ବା ଲର୍ଡ ୱିଟଗେନଷ୍ଟାଇନ୍‌ଙ୍କ ମତରେ ଲାଇବନିଜ ବ୍ରୁନୋଙ୍କ ଠାରୁ ଏହି ଶବ୍ଦକୁ ଗ୍ରହଣ କରିନାହାନ୍ତି। ତାଙ୍କର ସମସାମୟିକ ହେଲମୋଣ୍ଟଙ୍କ ଠାରୁ ଲାଇବନିଜ ମୋନାଡ୍ ଶବ୍ଦକୁ ଗ୍ରହଣ କରିଥିବା ଖୁବ୍ ସମ୍ଭବ। କିନ୍ତୁ ଲାଇବନିଜଙ୍କ ଦ୍ୱାରା ମୋନାଡ୍ ଶବ୍ଦ ନୂତନ ଅର୍ଥରେ ମଣ୍ଡିତ ହେଲା ଓ ବିଶ୍ୱରେ ଦାର୍ଶନିକ ପ୍ରସିଦ୍ଧି ଲାଭ କରିଥିଲା। ଲାଇବନିଜଙ୍କ ଦର୍ଶନକୁ ମୋନାଡ୍‌ବାଦ ବୋଲି ମଧ୍ୟ କୁହାଯାଏ। ତାଙ୍କ ପ୍ରସିଦ୍ଧ ଗ୍ରନ୍ଥର ନାମ ଯେମିତି ଆମେ କହିଲେ ମୋନାଡୋଲୋଜି ବା ମୋନାଡି ବିଦ୍ୟା। ତେଣୁ ଲାଇବନିଜଙ୍କ ଦର୍ଶନରେ ମୋନାଡ୍‌ର ଅର୍ଥ ହେଉଛି ଆଧ୍ୟାତ୍ମିକ ଅଣୁ। ଆଧ୍ୟାତ୍ମିକ ଅଣୁବାଦର ପ୍ରତିଷ୍ଠା ହେଉଛି ଲାଇବନିଜଙ୍କର ଫିଲୋସଫିର ଅବଜେକ୍ଟିଭ ବା ପ୍ରଥମ ଲକ୍ଷ୍ୟ। ଏଠି ଲାଇବନିଜ ଯେଉଁ ତାତ୍ତ୍ୱିକ ଏକକ ଗୁଡ଼ିକର ଉପସ୍ଥାପନା କରିଛନ୍ତି, ତାହାକୁ ଯେମିତି ଆମେ କହିଲୁ ଯେ ତାକୁ ମୋନାଡ୍ ବୋଲି କୁହାଯାଏ। ଏବଂ ଏହି ମୋନାଡ୍ ଗୁଡ଼ିକ ହେଉଛି ବିଶ୍ୱର ସରଳତମ ଏକକ। ବିଶ୍ୱର ଯାବତୀୟ ପଦାର୍ଥ ହେଉଛି ଯୌଗିକ, ଅର୍ଥାତ୍ ଏହି ସରଳତମ ଏକକ ଗୁଡ଼ିକର ସମାହାର। ଏହି ସରଳତମ ଏକକକୁ ନେଇକି ହିଁ ବିଭିନ୍ନ ବସ୍ତୁର ଅସ୍ତିତ୍ୱ ରହୁଛି। ସରଳତମ ଶବ୍ଦର ଅର୍ଥ କରି ଲାଇବନିଜ କହୁଛନ୍ତି ଏହା ହେଉଛି ଅଂଶ ରହିତ ବା ଅବିଭାଜ୍ୟ, ଯାହାର ଆଉ କୌଣସି ଅଂଶ ନାହିଁ। ଯାହା ସମ୍ପୂର୍ଣ୍ଣ ରୂପେ ଅଂଶ ରହିତ ତାହା ସରଳତମ। ତେଣୁ ଆର କିଛି ପାର୍ଟ ନାହିଁ। ଆମେ ମୋନାଡ୍‌କୁ ଫର୍ଦର ଡିଭାଇଡ୍ କରିପାରିବା ନାହିଁ। ତେଣୁ ଯାହାକୁ ଆମେ ଫର୍ଦର ଡିଭାଇଡ୍ କରିପାରିବା ନାହିଁ, ତାକୁ ଆମେ କ'ଣ କହିବା? ତାକୁ ଆମେ ସରଳତମ ବୋଲି କହିବା। ତେଣୁ ମୋନାଡ୍ ଗୁଡ଼ିକର ଏକ୍ସଟେନସନ୍ ମଧ୍ୟ ନାହିଁ, କିମ୍ବା ଆଙ୍କର କୌଣସି ସେପ୍ ସାଇଜ୍ ବି ନାହିଁ। ତେଣୁ ମୋନାଡ୍ ଗୁଡ଼ିକର ବିସ୍ତୃତି ନାହିଁ, କିମ୍ବା ଏମାନଙ୍କର ଆକୃତି ମଧ୍ୟ ନାହିଁ। ତେଣୁ ଯାହାର ବିସ୍ତୃତି ଓ ଆକୃତି ଅଛି ତାହା ପୁନଃ ବିଭାଜିତ ହୋଇପାରିବ। ତେଣୁ ବିସ୍ତୃତି ଓ ଆକୃତି ସମ୍ପନ୍ନ ପାର୍ଥିବ ଅଣୁଗୁଡ଼ିକୁ ଆମେ ସରଳତମ ଏକକ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ତେଣୁ ଯାହାର ବିସ୍ତୃତି ଅଛି, ଯାହାର ଆକୃତି ଅଛି, ତାକୁ ଆମେ ସରଳତମ ଅଣୁ ବୋଲି ଗଣନା କରିପାରିବା ନାହିଁ।
ଅଂଶ ରହିତ ମୋନାଡ୍ ଗୁଡ଼ିକ ହେଉଛନ୍ତି ବିସ୍ତୃତି ରହିତ ବା ଆକୃତି ରହିତ ଏବଂ ସେମାନେ ଅବିଭାଜ୍ୟ ବା ଅନଡିଭାଇଡେଡ୍। ପ୍ରତ୍ୟେକ ମୋନାଡ୍ ହେଉଛନ୍ତି ଅବିସ୍ତୃତ ଅବିଭାଜ୍ୟ ଏକ ଗାଢ଼ ଶକ୍ତି କେନ୍ଦ୍ର। ସେମାନେ ହେଉଛନ୍ତି ପାୱାର ହାଉସ୍। ପ୍ରତ୍ୟେକ ମୋନାଡ୍ ହେଉଛନ୍ତି ଅବିସ୍ତୃତ, ତାଙ୍କର ଏକ୍ସଟେନସନ୍ ନାହିଁ, ଅବିଭାଜ୍ୟ, ସେମାନେ ଡିଭାଇଡ୍ ହେଇପାରିବେ ନାହିଁ, ବଟ୍ କିନ୍ତୁ ସେମାନେ ହେଉଛନ୍ତି ପାୱାର ହାଉସ୍ ବା ଶକ୍ତି କେନ୍ଦ୍ର। ଲାଇବନିଜ୍‌ଙ୍କ ମତରେ ଦ୍ରବ୍ୟ ବା ସବଷ୍ଟାନ୍ସ ହେଉଛି ସକ୍ରିୟତା, ସମ୍ବେଗ ଓ ବଳ। ଜଡ଼ ବସ୍ତୁକୁ ନିଷ୍କ୍ରିୟ ବିସ୍ତୃତି ମାତ୍ର ବୋଲି କହିବା ଅସମୀଚୀନ। ତାହା ହେଉଛି ସକ୍ରିୟତା। ସର୍ବତଃ କ୍ରିୟାଶୀଳ ସତ୍ତାଗୁଡ଼ିକର ପ୍ରକାଶ ଓ ବିକାଶ ଘଟୁଅଛି। ସ୍ଥିତିର ଅର୍ଥ ହେଉଛି ପ୍ରତିରୋଧ, ପ୍ରତିଯୋଗ ଓ ପ୍ରତିକ୍ରିୟା। ସ୍ଥିତିର ଅର୍ଥ କ'ଣ ହେଲା? ସ୍ଥିତିର ଅର୍ଥ ହେଉଛି ପ୍ରତିରୋଧ, ପ୍ରତିଯୋଗ ଓ ପ୍ରତିକ୍ରିୟା। ବସ୍ତୁ ଜଗତର ଅନ୍ତଃସ୍ଥଳରେ ନିରବଚ୍ଛିନ୍ନ ଶକ୍ତି କେନ୍ଦ୍ରମାନ ନିରନ୍ତର କ୍ରିୟାଶୀଳ ହୋଇ ରହିଅଛି। ବସ୍ତୁଗୁଡ଼ିକ ଆପାତତଃ ଯେତେ ନିଷ୍କ୍ରିୟ ଓ ସ୍ଥିର ଜଣାପଡ଼ୁଥିଲେ ହେଁ ଯଥାର୍ଥ ପକ୍ଷରେ ସେଗୁଡ଼ିକ ହେଉଛି ତୀବ୍ର କ୍ରିୟାଶୀଳ ଓ ଅହରହ ପରିବର୍ତ୍ତନଶୀଳ। ତେଣୁ ବିସ୍ତୃତ ବସ୍ତୁଗୁଡ଼ିକୁ ବିସ୍ତୃତ କରି ରଖିବା କେବଳ ସେହି ବସ୍ତୁଗୁଡ଼ିକର ଅନ୍ତଃସ୍ଥ ଶକ୍ତିସାଧ୍ୟ ବ୍ୟାପାର। ତାଙ୍କର ସେଟା ଇଣ୍ଟରନାଲ ଆଫେୟାର ବା ନିଜର ସ୍ୱଭାବବଶତଃ ସେମାନେ ନିଜକୁ ସକ୍ରିୟ କରିକି ରଖନ୍ତି। ତେଣୁ ଶକ୍ତି ବିନା ସ୍ଥିତି ଅସମ୍ଭବ। ତେଣୁ ପାୱାର ଏଠି ଏନର୍ଜି ବା ପାୱାର ନାହିଁ। ତେଣୁ ଏଠି ଏକ୍ଜିଷ୍ଟେନ୍ସକୁ ବି ଆମେ ଏଷ୍ଟାବ୍ଲିଶ୍ କରିପାରିବା ନାହିଁ ବୋଲି ଲାଇବନିଜ୍ ମତ ଦେଇଥିଲେ। ତେଣୁ ସିଏ କହିଥିଲେ ଶକ୍ତି ବିନା ସ୍ଥିତି ଅସମ୍ଭବ। ତେଣୁ ଲାଇବନିଜ୍‌ଙ୍କର ଏହି ଶକ୍ତିକେନ୍ଦ୍ରିକ ଚିନ୍ତା ଏକ ନୂତନ ଯୁଗର ଆବିର୍ଭାବ ଲାଗି ପଥ ପ୍ରସ୍ତୁତ କରିଅଛି। ଏ ସମଗ୍ର ବିଶ୍ୱର କୋଣେ କୋଣେ ଚେତନ ଅଣୁଗୁଡ଼ିକ ପରିବ୍ୟାପ୍ତ ହୋଇକି ରହିଛନ୍ତି। ଏହି ଚେତନ ଅଣୁ ବା ମୋନାଡ୍‌ଗୁଡ଼ିକ ୱିଣ୍ଡୋଲେସ୍ ବା ଗବାକ୍ଷ ଶୂନ୍ୟ। ଏଗୁଡ଼ିକର ଏକ୍ସଟର୍ନାଲ ୱାର୍ଲଡରୁ ସବୁବେଳେ ଡିଟାଚ୍। ଯେହେତୁ ମୋନାଡ୍‌ଗୁଡ଼ିକ ୱିଣ୍ଡୋଲେସ୍, ତେଣୁ ଏକ୍ସଟର୍ନାଲ ୱାର୍ଲଡ ଏମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରେ ନାହିଁ। ବା ଏମିତି ଅନ୍ୟ ୱେରେ କହିବାକୁ ହେଲେ ମୋନାଡ୍‌ଗୁଡ଼ିକର ବହିର୍ପ୍ରଦେଶରୁ ସମ୍ପୂର୍ଣ୍ଣ ରୂପେ ଏମାନେ ବିଚ୍ଛିନ୍ନ ଓ ନିରୁଦ୍ଧ। ଏହି ମୋନାଡ୍‌ଗୁଡ଼ିକ ନିଜ ବ୍ୟତିରିକ୍ତ ଅନ୍ୟ ସକଳ ସତ୍ତାଗୁଡ଼ିକ ପ୍ରଭାବରୁ ସମ୍ପୂର୍ଣ୍ଣ ରୂପେ ବିନିର୍ମୁକ୍ତ। ଏକ ମୋନାଡ୍ ଅନ୍ୟ ଏକ ମୋନାଡ୍‌କୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ। ପ୍ରତ୍ୟେକ ମୋନାଡ୍ ହେଉଛି ଅନ୍ୟ ସହିତ ଅସଂଲଗ୍ନ, ନିଜ ସ୍ଥିତିରେ ସ୍ୱତନ୍ତ୍ର ଓ ସ୍ୱାଧୀନ। ନିରଙ୍କୁଶ ବ୍ୟକ୍ତି ସ୍ୱତନ୍ତ୍ରତା ପ୍ରତିଷ୍ଠା କରିବା ଲାଗି ଲାଇବନିଜ୍ ଏହି ଅସଂଲଗ୍ନ ବ୍ୟକ୍ତିବାଦ ପ୍ରଚାର କରିଛନ୍ତି। ତେଣୁ ଏ ମୋନାଡ୍‌ମାନଙ୍କର ଫଙ୍କସନ୍‌କୁ ବୁଝାଇବାକୁ ଯାଇ ଲାଇବନିଜ୍ କହିଲେ ମୋନାଡ୍‌ଗୁଡ଼ାକ ହେଉଛନ୍ତି ଗବାକ୍ଷ ଶୂନ୍ୟ ବା ୱିଣ୍ଡୋଲେସ୍। ତେଣୁ କୌଣସି ଏକ୍ସଟର୍ନାଲ ଇନଫ୍ଲୁଏନ୍ସ ଏକ୍ସଟର୍ନାଲ ଜିନିଷ ଦ୍ୱାରା ଏମାନେ ଇନଫ୍ଲୁଏନ୍ସ ବା ପ୍ରଭାବିତ ହୋଇପାରିବେ ନାହିଁ। ଇଭେନ୍ ଗୋଟେ ମୋନାଡ୍ ଆଉ ଗୋଟେ ମୋନାଡ୍ ଦ୍ୱାରା ବି ପ୍ରଭାବିତ ହୋଇପାରିବ ନାହିଁ। ଏମାନଙ୍କର ଇଣ୍ଟରନାଲ ଅର୍ଗାନାଇଜେସନ୍ ବା ଏମାନେ ନିଜର ଅନ୍ତଃଶକ୍ତି ଦ୍ୱାରା ପରିଚାଳିତ। ତେଣୁ ପ୍ରତ୍ୟେକ ମୋନାଡ୍‌ର ସ୍ୱଗୁଣାଗତ ପାର୍ଥକ୍ୟ ହେତୁ ଅନ୍ୟ ମୋନାଡ୍‌ଗୁଡ଼ିକ ଠାରୁ ପୃଥକ୍। ତେଣୁ ବିଶ୍ୱର ଅନନ୍ତ କୋଟି ମୋନାଡ୍ ମଧ୍ୟରୁ କୌଣସି ଦୁଇଟି ମୋନାଡ୍ ସର୍ବତୋ ଭାବରେ ସମାନ ନୁହନ୍ତି। ପ୍ରକୃତିକୁ ପର୍ଯ୍ୟବେକ୍ଷଣ ଯଦି ଆମେ କରିବା ତାହେଲେ ଦେଖିବା କୌଣସି ଦୁଇଟି ପଦାର୍ଥ ମଧ୍ୟରେ ସମ୍ପୂର୍ଣ୍ଣ ସିମିଲାରିଟି ନାହିଁ। କୌଣସି ଦୁଇଟି ଜଳବିନ୍ଦୁ ବା
ଦୁଗ୍ଧ ବିନ୍ଦୁ ଯେତେ ସମାନ ଦିଶୁଥିଲେ ହେଁ ନିଜ ପ୍ରକୃତିରେ ଓ ସ୍ୱରୂପରେ ସେଗୁଡ଼ିକ ସର୍ବତ ଭାବେ ସମାନ ନୁହନ୍ତି। ତେଣୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଏହି ସତ୍ୟ ସହଜରେ ଉପଲବ୍ଧି ହେଇପାରିବ। ତେଣୁ ପ୍ରତ୍ୟେକ ବସ୍ତୁ ସ୍ୱଲକ୍ଷଣ ସତ୍ତାର ଅଧିକାରୀ। ଦୁଇଟି ଅପୃଥକ ବସ୍ତୁ ଏକ ବୋଲି ଗୃହୀତ ହୋଇଯିବାର ସମ୍ଭାବନା ରହିଛି। ଏହା ହେଉଛି ଲାଇବନିଜଙ୍କର ଅପୃଥକୀୟ ତଥ୍ୟଗୁଡ଼ିକର ଏକତ୍ୱବାଦ। ଭିନ୍ନ ଭିନ୍ନ ବସ୍ତୁ ତେଣୁ ଅପୃଥକ ବସ୍ତୁକୁ କେମିତି ଆମେ ଏକ ବୋଲି କହିପାରିବା, ସେହି ଥିଓରିକୁ ଲାଇବନିଜଙ୍କ ଭାଷାରେ କୁହାଯାଉଛି ଅପୃଥକୀୟ ତଥ୍ୟଗୁଡ଼ିକର ଏକତ୍ୱବାଦ। ତା ଅର୍ଥ ଆଇଡେଣ୍ଟିଟି ଅଫ୍ ଇନଡିସର୍ନିବଲ୍ସ। ଯେପରି କୌଣସି ଦୁଇଟି ମୋନାଡ୍ ଏକ ନୁହଁ, ସେହିପରି କୌଣସି ଦୁଇଟି ଦୃଷ୍ଟିକୋଣ ମଧ୍ୟ ଏକ ନୁହେଁ। ଦେଶ କାଳ ପାତ୍ରରେ କେଉଁଠାରେ ହେଲେ ଏହି ସତ୍ୟର ଅପାଳପ ହୋଇ ନପାରେ। ବିଶ୍ୱର କୌଣସି ଏକ ବସ୍ତୁ ବା ବ୍ୟକ୍ତି ବା ବିଷୟ ଅନ୍ୟ ଏକ ବସ୍ତୁ ବା ବ୍ୟକ୍ତି ବା ବିଷୟର ସ୍ଥାନ ପୂରଣ କରିପାରିବ ନାହିଁ। ପ୍ରତ୍ୟେକ ସ୍ୱତନ୍ତ୍ର, ପ୍ରତ୍ୟେକ ସ୍ୱଲକ୍ଷଣ ଓ ପ୍ରତ୍ୟେକ ସ୍ୱମର୍ଯ୍ୟାଦାରେ ମହୀୟାନ। ବିଶ୍ୱସ୍ଥିତିରେ ପୁନରାବୃତ୍ତି ନାହିଁ। ବିଶ୍ୱକର୍ତ୍ତାଙ୍କୁ ପୁନରୁକ୍ତି ଦୋଷରେ ଦୋଷୀ କରାଯାଇପାରିବ ନାହିଁ। ତେଣୁ ଏହା ହେଉଛି ଲାଇବନିଜଙ୍କର ମୋନାଡ୍ ବା ର ଏକ୍ସପ୍ଲାନେସନ୍। ତାଙ୍କ ଦର୍ଶନର ଅନ୍ୟ ଏକ ମୌଳିକ ବିଧି ହେଉଛି ଅନୁବନ୍ଧ ନିୟମ ବା ଲ ଅଫ୍ କଣ୍ଟିନ୍ୟୁଟି। ଏହି ନିୟମ ଅନୁସାରେ ବିଶ୍ୱ ପ୍ରକୃତିରେ ଶୂନ୍ୟ ଗହ୍ୱରଗୁଡ଼ିକର ସ୍ଥିତି ଅସମ୍ଭବ। ପ୍ରକୃତି ହେଉଛି ଏକ ଅବିରଳ ସ୍ଥିତି ବା ଏ କଣ୍ଟିନ୍ୟୁମ୍। ସବୁବେଳେ ଏହା କଣ୍ଟିନ୍ୟୁଅସ୍ ପ୍ରୋସେସ୍ରେ ଥାଏ। ଲାଇବନିଜ କୁହନ୍ତି, ଗୋଟିଏ ବୃତ୍ତର ଯଥାନୁକ୍ରମିକ ବିନ୍ଦୁଗୁଡ଼ିକ ପରି ବିଶ୍ୱ ପ୍ରକୃତି ବିଗ୍ରହରେ ସତ୍ତାମାନେ ନିହିତ ହୋଇ ରହିଛନ୍ତି। କେଉଁଠାରେ ଶୂନ୍ୟସ୍ଥାନର ଅବକାଶ ନାହିଁ। ଜଡ଼ ପଦାର୍ଥର ପ୍ରତ୍ୟେକ ଅଂଶକୁ ବୃକ୍ଷଲତାପୂର୍ଣ୍ଣ ଏକ ଉଦ୍ୟାନ ଅଥବା ମତ୍ସ୍ୟପୂର୍ଣ୍ଣ ଏକ ସରୋବର ବୋଲି ଚିନ୍ତା କରାଯାଇପାରେ। କିନ୍ତୁ ପ୍ରତ୍ୟେକ ବୃକ୍ଷର ପ୍ରତ୍ୟେକ ଡାଳ, ପ୍ରତ୍ୟେକ ପ୍ରାଣୀର ପ୍ରତ୍ୟେକ ଅବୟବ, ସେମାନଙ୍କ ତରଳ ଅଂଶର ପ୍ରତ୍ୟେକ ବିନ୍ଦୁ ମଧ୍ୟ ହେଉଛି ସେହିପରି ଏକ ଉଦ୍ୟାନ ଅଥବା ସରୋବର। ଯଦିବା ଉଦ୍ୟାନସ୍ଥ ବୃକ୍ଷମାନଙ୍କ ମଧ୍ୟରେ ଥିବା ମୃତ୍ତିକା ଓ ବାୟୁ ବୃକ୍ଷ ନୁହନ୍ତି କିମ୍ବା ସରୋବରସ୍ଥିତ ମତ୍ସ୍ୟମାନଙ୍କ ମଧ୍ୟରେ ଥିବା ଜଳ ମତ୍ସ୍ୟ ନୁହେଁ, ତଥାପି ସେଗୁଡ଼ିକ ସେ ବୃକ୍ଷ ଓ ମତ୍ସ୍ୟମାନଙ୍କ ଦ୍ୱାରା ପରିପୂର୍ଣ୍ଣ। କେବଳ ଯେ ବୃକ୍ଷ ଓ ମତ୍ସ୍ୟଗୁଡ଼ିକ ଏତେ କ୍ଷୁଦ୍ର ଆକୃତିବନ୍ତ ଯେ ତାହା ଆମ୍ଭମାନଙ୍କର ଗୋଚରକୁ ଆସନ୍ତି ନାହିଁ। ତେଣୁ ଯେଉଁଠାରେ ପତିତ ଭୂମି ହୋଇ କିଛି ନାହିଁ, ବନ୍ଧ୍ୟାସ୍ଥିତି ହୋଇ କିଛି ନାହିଁ, ବିଶ୍ୱରେ ମୃତ ବସ୍ତୁ ହୋଇ କିଛି ନାହିଁ, ଅବ୍ୟବସ୍ଥା ବା ବ୍ୟବସ୍ଥା ବୋଲି କିଛି ନାହିଁ, ଏସବୁ ଥିଲା ପରି ଦିଶୁଛି, ତାହା କେବଳ ଆଭାସ ମାତ୍ର ବା ତାହା ହେଉଛି ମିୟରଲି ଆନ୍ ଆପିୟରାନ୍ସ। ଦୂରସ୍ଥ ପୁଷ୍କରିଣୀରେ ସନ୍ତରଣ କରୁଥିବା ମତ୍ସ୍ୟ ଦଳଙ୍କର ଅସ୍ତବ୍ୟସ୍ତ ଗତି ଆଖିକୁ ଦିଶେ, କିନ୍ତୁ ପ୍ରତ୍ୟେକ ମତ୍ସ୍ୟ ପରସ୍ପରଠାରୁ ପୃଥକ୍ ଓ ବିରଳ ହୋଇ ଦିଶନ୍ତି ନାହିଁ। ତେଣୁ ଜଡ଼ବସ୍ତୁର କ୍ଷୁଦ୍ରତମ ଅଂଶ ଗର୍ଭରେ ଜୀବ, ଜନ୍ତୁ, ପ୍ରାଣୀ ଏବଂ ଜୀବାତ୍ମାମାନଙ୍କର ଏକ ଏକ ବିଶାଳ ବିଶ୍ୱ ବୁଡ଼ି ହୋଇକି ରହିଛି। ପରସ୍ପର ସେମାନେ ଅସଂଲଗ୍ନ ବା ଅଲଗା ମୋନାଡ୍‌ମାନଙ୍କ ସାନ୍ଦ୍ର ସମାବେଶ ହେତୁ ବିଶ୍ୱରେ ଅବିରଳ ସ୍ଥିତି ସମ୍ଭବ ହୋଇଛି। ପ୍ରତି ଦୁଇ ମୋନାଡ୍‌ଙ୍କ ମଧ୍ୟରେ ଅସଂଖ୍ୟ ମୋନାଡ୍ ବିଦ୍ୟମାନ। ତେଣୁ ମୋନାଡ୍‌ମାନଙ୍କର ଏହି ଅସଂଲଗ୍ନତା ଜନିତ ଶୂନ୍ୟସ୍ଥାନର ସମ୍ଭାବନାକୁ ଲାଇବନିଜ ଡିନାଏ କରିଛନ୍ତି। ଯେଉଁଠାରେ ଶୂନ୍ୟର ସମ୍ଭାବନା ଦେଖାଦେଇଛି, ଲାଇବନିଜ ତାକୁ ପୂର୍ଣ୍ଣରେ ପରିଣତ କରିବାକୁ ଚେଷ୍ଟା କରିଛନ୍ତି। ଲାଇବନିଜଙ୍କ ବିଶ୍ୱ ପୂର୍ଣ୍ଣତମ ଅର୍ଥରେ ପରିପୂର୍ଣ୍ଣ। ତେଣୁ ଲାଇବନିଜ କହିଲେ ଯେ ପ୍ରକୃତି କଦାଚ ମଣ୍ଡୂକପ୍ଲୁତ ଗତି
କରେ ନାହିଁ। ସୂକ୍ଷ୍ମ ସ୍ଥିତିରୁ କେବଳ ସ୍ଥୂଳତର ହୋଇ ସ୍ଥୂଳତମ ସ୍ଥିତି ପର୍ଯ୍ୟନ୍ତ ଏ ପ୍ରକୃତି ପ୍ରସାରିତ ହୋଇଯାଇଛି। ଏ ପ୍ରକୃତିକୁ ଏକ ପରିଣାମଗତ ଅବିରଳ ସ୍ଥିତି ବୋଲି ବିଚାର ନ କରି ଗୁଣଗତ ଅବିରଳ ସ୍ଥିତି ବୋଲି ବିଚାର କରିବାକୁ ଲାଇବନିଜ ପରାମର୍ଶ ଦେଇଛନ୍ତି। ଏ ବିଶ୍ୱ ହେଉଛି ମୋନାଡ୍ ଗୁଡ଼ିକର ଏକ ଗୁଣାତ୍ମକ କର୍ମବର୍ଦ୍ଧିଷ୍ଣୁ ପ୍ରଗତିଶୀଳ ଶ୍ରେଣୀ ପରମ୍ପରା। ଲାଇବନିଜଙ୍କର ଏହି ପ୍ରତିପାଦିତ ଅନୁବନ୍ଧ ନିୟମର ଏକ ବିଶିଷ୍ଟ ଅନୁସିଦ୍ଧାନ୍ତ ହେଉଛି ପରସ୍ପର ବିରୁଦ୍ଧ କୋଟିକ ପ୍ରତିଯୋଗୀମାନେ ମଧ୍ୟ ଅନୁବନ୍ଧ ସମ୍ପର୍କରେ ସମ୍ପର୍କିତ। ଲାଇବନିଜଙ୍କ ଦର୍ଶନରେ ଏକାନ୍ତ ବିରୁଦ୍ଧ ଭାବ ହେଉଛି ସମ୍ପୂର୍ଣ୍ଣ ଅନୁପପନ୍ନ। ଦୁଇ ବିରୁଦ୍ଧ କୋଟିଙ୍କ ପ୍ରତିଯୋଗୀଙ୍କ ମଧ୍ୟରେ ସୌସାଦୃଶ୍ୟଗତ କ୍ରମ ପରମ୍ପରା ବିଦ୍ୟମାନ। ତେଣୁ ବାଧକ ବା ବିରୁଦ୍ଧ ସମ୍ବନ୍ଧକୁ ତତ୍ତ୍ୱତଃ ବିପରୀତ ସମ୍ବନ୍ଧ ବୋଲି ବୁଝିବାକୁ ହେବ। ପରସ୍ପରଠାରୁ ବିଚ୍ଛିନ୍ନ ପ୍ରତ୍ୟୟଗୁଡ଼ିକ ମଧ୍ୟରେ ଅଲକ୍ଷିତ ଅଣୁପ୍ରତ୍ୟୟଗୁଡ଼ିକ ସାହାଯ୍ୟରେ ସେତୁ ନିର୍ମାଣ କରିବା ଥିଲା ତାଙ୍କର ଏକ ବିଶିଷ୍ଟ ଚେଷ୍ଟା। ସେଥିପାଇଁ ତାଙ୍କୁ ମଧ୍ୟସ୍ଥ ବୋଲି ଆଖ୍ୟା ଦିଆଯାଇଛି। ମୋନାଡ୍ ଗୁଡ଼ିକ ହେଲେ ଅଜଡ଼ ତେଣୁ ଚେତନ, ଅବିସ୍ତୃତ ତେଣୁ ଭାବନାମୟ, ଅପାର୍ଥିବ ତେଣୁ ଆଧ୍ୟାତ୍ମିକ। ମୋନାଡ୍ ଗୁଡ଼ିକ କ'ଣ? ସେମାନେ ଅଜଡ଼ ତେଣୁ ସଚେତନ ବା ଚେତନ, ଅବିସ୍ତୃତ ତେଣୁ ଭାବନାମୟ, ଅପାର୍ଥିବ ତେଣୁ ସେଗୁଡ଼ିକ ହେଲେ ଆଧ୍ୟାତ୍ମିକ। ସେଗୁଡ଼ିକ ଅବିଭାଜ୍ୟ ଅଣୁସ୍ୱରୂପାତ୍ମକ ସକ୍ରିୟ ଶକ୍ତିକେନ୍ଦ୍ର। ସେଗୁଡ଼ିକର ସଂଖ୍ୟା ହେଉଛି ଅଗଣିତ ବା ଅପରିମେୟ। ଦର୍ଶନ କ୍ଷେତ୍ରରେ ଲାଇବନିଜ ଜଣେ ସୁପ୍ରସିଦ୍ଧ ବହୁତତ୍ତ୍ୱବାଦୀ ବା ପ୍ଲୁରାଲିଷ୍ଟ। ଯେହେତୁ ମୋନାଡ୍ ଗୁଡ଼ିକର ସଂଖ୍ୟାକୁ ଅନେକ ବୋଲି ସେ କହିଛନ୍ତି, ତେଣୁ ତାଙ୍କୁ ସେହି ସେନ୍ସରେ ପ୍ଲୁରାଲିଷ୍ଟ ବୋଲି କୁହାଯାଏ। ଏହି ସକ୍ରିୟ ଚେତନ ଅଣୁଗୁଡ଼ିକ ସକଳ ବହିଃପ୍ରଭାବରୁ ସବୁମନ୍ତେ ନିରୁଦ୍ଧ। କିନ୍ତୁ ମୁଁ ଅଲରେଡ଼ି କେମିତି କହିଲି, ଏମାନେ ମୋନାଡ୍ ଗୁଡ଼ାକ ହେଉଛନ୍ତି ଗବାକ୍ଷଶୂନ୍ୟ ବା ୱିଣ୍ଡୋଲେସ୍। ସେଗୁଡ଼ିକ ପରସ୍ପରଠାରୁ ଅସଂଲଗ୍ନ। ସେଗୁଡ଼ିକ ମଧ୍ୟରେ ଅନନ୍ୟ କ୍ରିୟା ବା ଇଣ୍ଟରାକ୍ସନ୍ ଅସମ୍ଭବ। ସେଗୁଡ଼ିକୁ ଅନନ୍ୟ କ୍ରିୟାରହିତ ବା ଦ୍ରବ୍ୟାବଳୀ ବୋଲି ଆଖ୍ୟାତ କରାଯାଇପାରେ। ଲାଇବନିଜ ବହୁଦ୍ରବ୍ୟବାଦର ସମର୍ଥକ, କିନ୍ତୁ ଦ୍ରବ୍ୟଗୁଡ଼ିକ ଯେ ଅନନ୍ୟ କ୍ରିୟାରହିତ, ଏହା ଥିଲା ଲାଇବନିଜଙ୍କର ମତ। ଦ୍ରବ୍ୟମାନଙ୍କ ମଧ୍ୟରେ ଇଣ୍ଟରାକ୍ସନ୍ ସମ୍ଭବ ବୋଲି ସ୍ୱୀକାର କଲେ ସେମାନେ ପରସ୍ପର ସହିତ ଆଟାଚ୍ ହୋଇ ଦ୍ରବ୍ୟ ସଂହତିବାଦ ପ୍ରତିଷ୍ଠିତ ହେବ ଓ ଏକଦ୍ରବ୍ୟବାଦର ପ୍ରତିଷ୍ଠା ଲାଗି ଆମର ରାସ୍ତା ଖୋଲିବ। ତେଣୁ ସ୍ପିନୋଜାଙ୍କର ଯେଉଁ ମୋନିଜିମ୍କୁ ପରିହାର ପାଇଁ ତାଙ୍କ ମୋନିଜିମ୍କୁ କ୍ରିଟିସାଇଜ୍ କରିବା ଲାଗି ଲାଇବନିଜ ଦ୍ରବ୍ୟମାନଙ୍କର ଏହି ଇଣ୍ଟରାକ୍ସନ୍କୁ ଅସ୍ୱୀକାର କଲେ। ପ୍ରତ୍ୟେକ ମୋନାଡ୍ ବା ଚେତନା ଅଣୁର ପ୍ରତ୍ୟେକ ମୋନାଡ୍ ବା ଚେତନ ଅଣୁର ଗବାକ୍ଷଶୂନ୍ୟ ନିରୁଦ୍ଧ ଗର୍ଭରେ ତାହାର ବିଶ୍ୱ ସକଳ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସ୍ତର ପରମ୍ପରାରେ ସଜ୍ଜିତ ହୋଇ ରହିଅଛି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଅଖଣ୍ଡିକ ସୂତ୍ରରେ ବଦ୍ଧମାଳ ପରି ମୋନାଡର ଗର୍ଭରେ ଗ୍ରଥିତ ହୋଇ ରହିଛନ୍ତି। ତାହା କ୍ରମ ପରମ୍ପରାରେ କାଳକ୍ରମେ ବିକଶିତ ହୁଏ। ତାହା ହିଁ ବିଶ୍ୱ ବିବର୍ତ୍ତନର ମୂଳ ତତ୍ତ୍ୱ। ଯେହେତୁ ଅତୀତ କେବେ ହେଲେ ଭବିଷ୍ୟତରୁ ବିଚ୍ଛିନ୍ନ ନୁହେଁ, ତେଣୁ ଅତୀତକୁ ଅଧ୍ୟୟନ କରି ତହିଁରୁ ଭବିଷ୍ୟତର ରୂପ ସ୍ଥିର କରିହେବ। ମୋନାଡ୍ରେ ଅତୀତ ସନ୍ନ୍ୟସ୍ତ ଅଧ୍ୟୟନ କରି ତହିଁରୁ ଭବିଷ୍ୟତର ରୂପ ସ୍ଥିର କରି ହେବ। ମୋନାଡ୍ରେ ଅତୀତ ସନ୍ନ୍ୟସ୍ତ ହୋଇ ରହିଅଛି ଏବଂ ଭବିଷ୍ୟତ ଭାରରେ ମୋନାଡ୍ ପୃଥୁଳତାକୁ ପ୍ରାପ୍ତ ହେଉଛି। ତେଣୁ ଏଇ ଯେଉଁ ପାଷ୍ଟ, ପ୍ରେଜେଣ୍ଟ, ଫ୍ୟୁଚର ଏଗୁଡ଼ା ସବୁ ସେଇ ମୋନାଡ୍ ମାନଙ୍କ ଭିତରେ ହିଁ ରହିଛି ଏବଂ ସେଗୁଡ଼ାକ ଆସ୍ତେ ଆସ୍ତେ ପରିସ୍ଥିତିରେ ସେମାନେ ମ୍ୟାନିଫେଷ୍ଟ ହୁଅନ୍ତି।
ପ୍ରତ୍ୟେକ ମୋନାଡ୍ ତାହାର ନିଜସ୍ୱ ଦୃଷ୍ଟିକୋଣରୁ ସମଗ୍ର ବିଶ୍ୱ ସ୍ଥିତିକୁ ଉଦ୍ଘାଟିତ କରେ। କୌଣସି ଦୁଇଟି ମୋନାଡ୍ର ଦୃଷ୍ଟିକୋଣ ଏକ ନୁହେଁ। ବିଶ୍ୱ ହେଉଛି ଅସଂଖ୍ୟ ମୋନାଡ୍ର ସମଷ୍ଟି। ତେଣୁ ଅସଂଖ୍ୟ ଦୃଷ୍ଟିକୋଣରୁ ଏକ ବିଶ୍ୱକୁ ଉଦ୍ଘାଟିତ କରାଯାଇପାରେ। କୌଣସି ଏକ ଦୃଷ୍ଟିକୋଣକୁ କେବଳ ଏକମାତ୍ର ଦୃଷ୍ଟିକୋଣ ବୋଲି ବିଚାର କରିବା ଅବିଧେୟ। ପ୍ରତ୍ୟେକ ମୋନାଡ୍ ତା ନିଜ ଦୃଷ୍ଟିରୁ ସେଲ୍ଫ ସଫିସିଏଣ୍ଟ ବା ସ୍ୱୟଂ ସମ୍ପୂର୍ଣ୍ଣ, ଇଣ୍ଡିପେଣ୍ଡେଣ୍ଟ ବା ସ୍ୱାଧୀନ ଏବଂ ସ୍ୱତନ୍ତ୍ର ସ୍ଥିତିର ଅଧିକାରୀ। ପ୍ରତ୍ୟେକ ମୋନାଡ୍ ହେଉଛନ୍ତି ସେଲ୍ଫ ସଫିସିଏଣ୍ଟ ଆଣ୍ଡ ଇଣ୍ଡିପେଣ୍ଡେଣ୍ଟ। ତେଣୁ ତାହାର ଦୃଷ୍ଟି ତା ନିଜ ପାଇଁ ସାର୍ବଭୌମିକ ଦୃଷ୍ଟି। ଲାଇବନିଜ୍‌ଙ୍କ ଦର୍ଶନରେ ଅସଂଖ୍ୟ ସାର୍ବଭୌମିକ ଦୃଷ୍ଟିର ଯୁଗପତ୍ ଅସ୍ତିବାଚକ ସମ୍ଭବ। ମୋନାଡ୍‌ଗୁଡ଼ିକ ବିଶ୍ୱସ୍ଥିତିକୁ ପ୍ରତିବିମ୍ବିତ କରିବା ପାଇଁ ଜୀବନ୍ତ ଦର୍ପଣ ଶ୍ରେଣୀ ବୋଲି ବିବେଚିତ ହୋଇଛନ୍ତି ବା ମୋନାଡ୍ସ ଆର୍ ଦ ମିରର ଅଫ୍ ଦ ରିଏଲିଟି। ତେଣୁ ମୋନାଡ୍‌ଗୁଡ଼ିକୁ ଜୀବନ୍ତ ଦର୍ପଣ କହିବାର ଅର୍ଥ ହେଉଛି ଯେ ଜଡ଼ ପଦାର୍ଥଗୁଡ଼ିକରେ ପ୍ରତିବିମ୍ବ ବାହାର ଜଗତରୁ ପଡ଼େ, କିନ୍ତୁ ମୋନାଡ୍‌ଗୁଡ଼ିକରେ ବିଶ୍ୱର ବିମ୍ବ ସେହି ମୋନାଡ୍‌ଗୁଡ଼ିକ ଗର୍ଭରୁ ହିଁ ଉଦୟ ହୁଏ। ସୀମିତ ଦର୍ପଣ ଗର୍ଭରେ ଅପରିସୀମ ଆକାଶ ପ୍ରତିବିମ୍ବିତ ହେଲା ପରି ପ୍ରତ୍ୟେକ ମୋନାଡ୍ ଗର୍ଭରେ ଏକ ଅଖିଳ ବିଶ୍ୱ ବିମ୍ବିତ ହୋଇଥାଏ। ସେଇଥିପାଇଁ କୁହାଯାଇଛି ଯେ ଗୋଟିଏ ମୋନାଡ୍ ଗର୍ଭରେ ସମଗ୍ର ବିଶ୍ୱ ସମ୍ଭବିଥାଏ। ଅଂଶ ମଧ୍ୟରେ ଅଂଶୀର ଆବିର୍ଭାବ ଅସଙ୍ଗତ ନୁହେଁ। ପରିମାଣଗତ ପରିମାପ ଦୃଷ୍ଟିରୁ ଅଂଶ ହେଉଛି ଅଂଶୀର ଅନ୍ତର୍ଭୂତ, କିନ୍ତୁ ଗୁଣଗତ ପରିମାପ ଦୃଷ୍ଟିରୁ ଅଂଶୀ ମଧ୍ୟ ଅଂଶର ଅନ୍ତର୍ଭୁକ୍ତ ହୋଇଥାଏ। ତେଣୁ ମୋନାଡ୍ ବିଶ୍ୱର ଅଣୁବିଶେଷ ହେଲେ ହେଁ ନିଜ ଦୃଷ୍ଟିରୁ ଅଂଶୀ ମଧ୍ୟ ଅଂଶର ଅନ୍ତର୍ଭୁକ୍ତ ହୋଇଥାଏ। ମୋନାଡ୍ ବିଶ୍ୱର ଅଣୁବିଶେଷ ହେଲେ ହେଁ ନିଜ ଦୃଷ୍ଟିକୋଣରୁ ତାହା ସମଗ୍ର ବିଶ୍ୱକୁ ନିଜ ମଧ୍ୟରେ ଧାରଣ କରିବାକୁ ସମର୍ଥ ହୁଏ। ତେଣୁ ଏ ବିଶ୍ୱ ହେଉଛି ମୋନାଡ୍‌ଗୁଡ଼ିକର ସମଷ୍ଟି ବା ସମାହାର। ମୋନାଡ୍‌ଗୁଡ଼ିକ ହିଁ ବିଶ୍ୱର ଏକମାତ୍ର ଉପାଦାନ। ତେଣୁ ମୋନାଡ୍ ବ୍ୟତିରିକ୍ତ ଅନ୍ୟ ସ୍ଥିତିକୁ ସ୍ୱୀକାର କରାଯାଇନାହିଁ। ପ୍ରତ୍ୟେକ ମୋନାଡ୍ ନିଜ ଦୃଷ୍ଟିରୁ ବିଶ୍ୱକୁ ପ୍ରତିବିମ୍ବିତ କରିବାର ଅର୍ଥ ହେଉଛି ଏକ ଦର୍ପଣରେ ସମସ୍ତ ଦର୍ପଣ ଓ ଦର୍ପଣଗତ ବିମ୍ବମାନ ପ୍ରତିବିମ୍ବିତ ହେବା। ସେଥିପାଇଁ କୁହାଯାଇଛି ଯେ ପ୍ରତ୍ୟେକ ମୋନାଡ୍ ନିଜ ଭିତରେ ସମସ୍ତ ମୋନାଡ୍‌କୁ ଧାରଣ କରୁଛି। ଏହି ଦର୍ପଣରେ ସମସ୍ତ ଦର୍ପଣର ପ୍ରତିବିମ୍ବ ସମ୍ଭବ ହୋଇଛି। ଏକ ଦୃଷ୍ଟିକୋଣରୁ ବିଶ୍ୱର ସଂଖ୍ୟାତୀତ ଦୃଷ୍ଟିକୋଣ ଅବଧାରିତ ହୋଇପାରୁଛି। ବର୍ତ୍ତମାନ ଏହି ମୋନାଡ୍‌ଗୁଡ଼ିକୁ ଲାଇବନିଜ୍ ତିନିଟି ଭାଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ କ'ଣ ଆମେ ବର୍ତ୍ତମାନ ଆଲୋଚନା କରିବା। ତେଣୁ ସେଇ ମୋନାଡ୍‌ଗୁଡ଼ାକୁ ଲାଇବନିଜ୍ କହିଲେ ସେମାନେ ହେଉଛନ୍ତି ଚେତନା ଏବଂ କ୍ରିୟାଶୀଳ। ତାଙ୍କ ମାନେ ମୋନାଡ୍ସ ଆର୍ ଭେରି କନସିୟସ୍, ତାଙ୍କ ପାଇଁ କନସିୟସନେସ୍ ଅଛି ଏବଂ ସେମାନେ କ୍ରିୟାଶୀଳ। ସେଗୁଡ଼ିକ ମଧ୍ୟରେ ଉପାଦାନଗତ ତାରତମ୍ୟ ନାହିଁ। ତାଙ୍କ ଭିତରେ ଉପାଦାନଗତ ତାରତମ୍ୟ ନାହିଁ, କିନ୍ତୁ ସ୍ୱ ଅନ୍ତରରେ ବିଶ୍ୱବିମ୍ବକୁ ପ୍ରତ୍ୟକ୍ଷ କଲାବେଳେ ସେହି ପ୍ରତ୍ୟକ୍ଷୀକରଣଗତ ସ୍ପଷ୍ଟତା ଓ ପ୍ରାଞ୍ଜଳତାରେ ସେଗୁଡ଼ିକର ତାରତମ୍ୟ ପରିଲକ୍ଷିତ ହୁଏ। କେଉଁ ମୋନାଡ୍‌ଗୁଡ଼ିକ ଅପେକ୍ଷାକୃତ ସ୍ୱଳ୍ପ ସ୍ପଷ୍ଟତା ଓ ପ୍ରାଞ୍ଜଳତାରେ ବିଶ୍ୱକୁ ପ୍ରତ୍ୟକ୍ଷୀକରଣ କରନ୍ତି। ପରିଷ୍କୃତ ଦର୍ପଣ ସ୍ପଷ୍ଟ ପ୍ରତିବିମ୍ବ ଧାରଣ କରେ। ଅପରିଷ୍କୃତ ଦର୍ପଣ ଅସ୍ପଷ୍ଟ ପ୍ରତିବିମ୍ବ ଧାରଣ କରେ। ଯେହେତୁ କୌଣସି ଦୁଇଟି ମୋନାଡ୍ ବିଶ୍ୱକୁ ଏକ ଦୃଷ୍ଟିକୋଣରୁ ପ୍ରତ୍ୟକ୍ଷୀକରଣ କରନ୍ତି ନାହିଁ, ସେଥିଲାଗି କୌଣସି ଦୁଇଟି ମୋନାଡ୍ ସମଭାବରେ ସ୍ପଷ୍ଟ ଅର୍ଥାତ୍ ସମଭାବରେ ଅସ୍ପଷ୍ଟ ପ୍ରତ୍ୟକ୍ଷର ଅଧିକାରୀ ହୋଇ ନ ପାରନ୍ତି। ପ୍ରତ୍ୟେକଠାରୁ ପୃଥକ୍। ଏହି ପାର୍ଥକ୍ୟ ପ୍ରତ୍ୟକ୍ଷଭୂତ ବିଷୟଗତ ପାର୍ଥକ୍ୟଜନ୍ୟ ନୁହେଁ।
ଏକ ବିଶ୍ୱକୁ ସ୍ପଷ୍ଟ ଅଥବା ଅସ୍ପଷ୍ଟ ଭାବରେ ଦେଖିବାର ପାର୍ଥକ୍ୟ ହିଁ ମୋନାଡ୍ ଗୁଡ଼ିକର ପାର୍ଥକ୍ୟ। ତେଣୁ ତାଙ୍କର ଇଣ୍ଟରନାଲ କନଷ୍ଟିଟ୍ୟୁସନ ଅନୁସାରେ ତାଙ୍କର କିଛି ଡିଫରେନ୍ସ ନାହିଁ। ହାଉ ଦେ ମିରର ଦ ୱାର୍ଲଡ ସେଇ ତାକୁ ନେଇକି ତାଙ୍କ ଭିତରେ ଡିଫରେନ୍ସ। ମୋନାଡ୍ ସେମିତି ଆମେ କହିଲୁ ମୋନାଡ୍ସ ଆର୍ ମିରରିଂ ଦ ୱାର୍ଲଡ, ଦେ ଆର୍ ଦ ମିରର ଅଫ ଦ ୱାର୍ଲଡ। ସମଗ୍ର ବିଶ୍ୱ ପ୍ରତ୍ୟେକଟି ମୋନାଡ୍ ଭିତରେ ଅନ୍ତର୍ନିହିତ ହୋଇକି ରହିଛି। ତେଣୁ ଏଇ ଯୋଉ ପ୍ରତିବିମ୍ବ କରିବାର କ୍ୟାପାବିଲିଟି କୁ ନେଇକି ଆମେ ମୋନାଡ୍ ମାନଙ୍କୁ ଡିଷ୍ଟିଂଗୁଇଶ କରିପାରିବା। ତା ଛଡ଼ା ତାଙ୍କର ଇଣ୍ଟରନାଲ କନଷ୍ଟିଟ୍ୟୁସନକୁ ନେଇକି ତାଙ୍କ ଭିତରେ କୌଣସି ଡିଫରେନ୍ସ ନାହିଁ। ତେଣୁ ମୋନାଡ୍ ଗୁଡ଼ିକର ପାର୍ଥକ୍ୟ ପ୍ରକାରଗତ ପାର୍ଥକ୍ୟ ନୁହେଁ, ତାହା କେବଳ ତାରତମ୍ୟଗତ ପାର୍ଥକ୍ୟ। ତେଣୁ ଇଟ୍ ଇଜ୍ ନଟ୍ ଏ ଡିଫରେନ୍ସ ଇନ୍ କାଇଣ୍ଡ, ରାଦର ଇଟ୍ ଇଜ୍ ଏ ଡିଫରେନ୍ସ ଇନ୍ ଡିଗ୍ରୀ। ଲାଇବନିଜଙ୍କ ମତରେ ସମସ୍ତ ମୋନାଡ୍ ସଂସ୍ଥା ହେଉଛି ନିମ୍ନତମ ସ୍ପଷ୍ଟତାରୁ ପରିସ୍ଫୁଟ ସ୍ପଷ୍ଟତା ପର୍ଯ୍ୟନ୍ତ ବିସ୍ତୃତ ଏକ ଅନୁକ୍ରମିକ ତାରତମ୍ୟଗତ ଶ୍ରେଣୀ ପରମ୍ପରା। ସେହି ଶ୍ରେଣୀ ପରମ୍ପରା ବା ସିରିଜରେ ଶୂନ୍ୟ ସ୍ଥାନର ଅବକାଶ ନାହିଁ କି କୌଣସି ମୋନାଡ୍ ଅନ୍ୟ କୌଣସି ମୋନାଡ୍ର ସ୍ଥାନ ପୂରଣ କରିପାରିବ ନାହିଁ। ପ୍ରତ୍ୟେକ ମୋନାଡ୍ ହେଉଛନ୍ତି ସ୍ୱତନ୍ତ୍ର, ପ୍ରତ୍ୟେକ ଅଦ୍ୱିତୀୟ, ପ୍ରତ୍ୟେକ ପ୍ରତ୍ୟେକଠାରୁ ବିଚ୍ଛିନ୍ନ। କିନ୍ତୁ ଏକ ଓ ଅଭିନ୍ନ ବିଶ୍ୱକୁ ନିଜ ଦୃଷ୍ଟିକୋଣରୁ ଅଳ୍ପାଧିକ ସ୍ପଷ୍ଟତାରେ ପ୍ରତ୍ୟକ୍ଷୀଭୂତ କରୁଥିବାରୁ ସେଗୁଡ଼ିକର ପ୍ରତ୍ୟକ୍ଷ ଗୁଡ଼ିକ ମଧ୍ୟରେ ଏକାନ୍ତ ଭେଦକୁ ସ୍ୱୀକାର କରାଯାଇପାରିବ ନାହିଁ। ତେଣୁ ମୋନାଡ୍ ଗୁଡ଼ିକୁ ସମଶ୍ରେଣୀୟ ବୋଲି ଗ୍ରହଣ କରାଯାଇଛି। ମୋନାଡ୍ ଗୁଡ଼ିକରେ ଏହି ପ୍ରତ୍ୟକ୍ଷର ଆପେକ୍ଷିକ ସ୍ପଷ୍ଟତା ଓ ଅସ୍ପଷ୍ଟତାକୁ ଲକ୍ଷ୍ୟ କରି ଲାଇବନିଜ୍ ମୋନାଡ୍ ମଧ୍ୟରେ ତ୍ରିବିଧ ଆପେକ୍ଷିକ ଭେଦ ସ୍ୱୀକାର କରିଛନ୍ତି ବା ତାଙ୍କର ତିନିଟା ପ୍ରକାରରେ ତାଙ୍କୁ ଡିଭାଇଡ୍ କରିଛନ୍ତି। ପ୍ରଥମ ପ୍ରକାରର ମୋନାଡ୍ ହେଉଛନ୍ତି ପ୍ରାୟତଃ ଅଚେତନ, ଅନକନସିୟସ୍। ଏଠାରେ ଅଚେତନର ଅର୍ଥ ଚେତନା ଶୂନ୍ୟତା ନୁହେଁ। ଅଚେତନର ଅର୍ଥ ହେଉଛି ଅତ୍ୟଳ୍ପ ଚେତନା। ଏହି ମୋନାଡ୍ ଗୁଡ଼ିକର ପ୍ରତ୍ୟକ୍ଷ ହେଉଛି ଅସ୍ପଷ୍ଟ ଓ ପ୍ରାଞ୍ଜଳ। ତେଣୁ ଏହି ମୋନାଡ୍ ଗୁଡ଼ିକ ନିମ୍ନତମ ଶ୍ରେଣୀର ମୋନାଡ୍ ଅଟନ୍ତି। ତେଣୁ ଲୋୟର ଗ୍ରେଡ୍ ଅଫ୍ ମୋନାଡ୍ ବୋଲି କହିଛନ୍ତି। ଏଗୁଡ଼ିକ କ'ଣ କହିଛନ୍ତି, ଯେଉଁଟା ଏମାନେ ହେଉଛନ୍ତି ଅତି ଅଳ୍ପ ଚେତନା। ତା ଅର୍ଥ ନୁହଁ ପୁରାପୁରି ଅଚେତନ ବା ଶୂନ୍ୟ। ଏଗୁଡ଼ିକୁ ଅତ୍ୟନ୍ତ ଚେତନବନ୍ତ ହୋଇଥିବାରୁ ଏଗୁଡ଼ିକୁ ଜଡ଼ ଅଣୁ ବା ମୋହିତ ଅଣୁ ଭାବରେ ଗ୍ରହଣ କରାଯାଏ। ଲାଇବନିଜଙ୍କ ମତରେ ଏମାନେ ହେଲେ ବେସିକ୍ ମୋନାଡ୍ସ ବା ସାଦା ମୋନାଡ୍ ବୋଲି କହିଛନ୍ତି। ଯେଉଁଠାରେ ଆମ୍ଭେମାନେ ଜଡ଼ତାର ପ୍ରାଧାନ୍ୟ ଅନୁଭବ କରୁ, ସେଠାରେ ହିଁ ବେସିକ୍ ମୋନାଡ୍ ଗୁଡ଼ିକ ଘଞ୍ଚ ଭାବରେ ଉପସ୍ଥିତ ଥାନ୍ତି। ତେଣୁ ତମେ ବୁଝିପାରୁଥିବ ଯେ କୋଉ ଜାଗାରେ ଆମେ ବେସିକ୍ ମୋନାଡ୍ ବୋଲି କହିବା, ଯେଉଁଥିରେ ଆମେ ଜଡ଼ତାର ଅନୁଭବ କରୁ, ବେଶୀ ଜଡ଼ତାର ଅନୁଭବ କରୁ, ସେହି ଜାଗାରେ ଆମେ ବେସିକ୍ ମୋନାଡ୍ସ ବୋଲି ଆମେ ତାକୁ କହିପାରିବା। ଦ୍ୱିତୀୟ ପ୍ରକାରର ମୋନାଡ୍ ଗୁଡ଼ିକ ହେଉଛନ୍ତି ସଚେତନ ମୋନାଡ୍ ବା ଯେଉଁ ମୋନାଡ୍ ଦେଖାଯାଏ ପଶୁପକ୍ଷୀ ଆଦି ବା ପ୍ରାଣୀ ଜଗତଙ୍କ ପାଖରେ, ବା ପଶୁପକ୍ଷୀ ଆଦି ପ୍ରାଣୀ ଜଗତ ଏହି ମୋନାଡ୍ ଗୁଡ଼ିକ ଦ୍ୱାରା ସଂଗଠିତ। ଏଗୁଡ଼ିକ ପ୍ରତ୍ୟକ୍ଷ ଅପେକ୍ଷାକୃତ ସ୍ପଷ୍ଟ ଓ ପ୍ରାଞ୍ଜଳ। ପୂର୍ବ ମୋନାଡ୍ ମାନଙ୍କ ଅପେକ୍ଷା ଏମାନେ ଅପେକ୍ଷାକୃତ ସ୍ପଷ୍ଟ ଓ ପ୍ରାଞ୍ଜଳ। ଏଗୁଡ଼ିକର ସ୍ମୃତିଶକ୍ତି ଓ ବେଦନା ଗ୍ରହଣ ଶକ୍ତି ଥାଏ। ଏଗୁଡ଼ିକ ପୂର୍ବାପରର ଭେଦ ଦେଖିପାରନ୍ତି ଓ ଅଧିକତର ସ୍ପଷ୍ଟତାରେ ବିଶ୍ୱକୁ ପ୍ରତ୍ୟକ୍ଷୀଭୂତ କରନ୍ତି। ବର୍ତ୍ତମାନ ତୃତୀୟ ପ୍ରକାରର ମୋନାଡ୍ ହେଉଛି ଆତ୍ମସଚେତନ ମୋନାଡ୍। ଏଗୁଡ଼ିକ ଚେତନ ନୁହନ୍ତି, ଏମାନେ ହେଉଛନ୍ତି ଆତ୍ମସଚେତନ। ଏଗୁଡ଼ିକ ପକ୍ଷରେ
ଆତ୍ମନିରୀକ୍ଷଣ, ଆତ୍ମସଂଯୋଗ, ଆତ୍ମ ସମୀକ୍ଷଣ ସମ୍ଭବ। ତେଣୁ ମନୁଷ୍ୟମାନେ ବା ଦୈବୀ ସତ୍ତା ସମ୍ପନ୍ନ ପ୍ରାଣୀମାନେ ଏହି ଶ୍ରେଣୀ ଅନ୍ତର୍ଗତ। ଏଗୁଡ଼ିକ ହେଉଛି ବୌଦ୍ଧିକ ମୋନାଡ୍ ବା ରାସନାଲ ମୋନାଡ୍। ସଚେତନ ମୋନାଡ୍ ଏବଂ ଆତ୍ମସଚେତନ ମୋନାଡ୍ ଗୁଡ଼ିକ ମଧ୍ୟରେ ପ୍ରତ୍ୟକ୍ଷର ସ୍ପଷ୍ଟତାର ତାରତମ୍ୟ ହେତୁ ସେଗୁଡ଼ିକଠାରେ ପ୍ରାଥମିକ ବା ବେସିକ୍ ମୋନାଡ୍ସ ଗୁଡ଼ିକର ଲକ୍ଷଣଗତ ଗୁଣମାନ ପରିଦୃଷ୍ଟ ହୋଇଥାଏ। ମୂର୍ଚ୍ଛା ଗଲା ବେଳେ କିମ୍ବା ଗଭୀର ନିଦ୍ରାରେ ଯାଇଥିଲା ବେଳେ ସଚେତନ ଓ ଆତ୍ମସଚେତନ ମୋନାଡ୍ ଗୁଡ଼ିକ ବେସିକ୍ ମୋନାଡ୍ସ ପରି ପ୍ରତ୍ୟୟ ହୁଅନ୍ତି। ଏହି ଅବସ୍ଥାରେ ଜୀବାତ୍ମାର ସ୍ମୃତି ବିଲୋପ ହୁଏ ଏବଂ ତାହା ଏକ ପ୍ରତ୍ୟକ୍ଷକୁ ଅନ୍ୟ ଏକ ପ୍ରତ୍ୟକ୍ଷ ଠାରୁ ପୃଥକ୍ ବୋଲି ଜାଣିପାରେ ନାହିଁ। ସ୍ମୃତିହୀନ ଚେତନାକୁ ଅଚେତନ ଠାରୁ ଭିନ୍ନ ବୋଲି ଜାଣିବା କଷ୍ଟ। ଅବଶ୍ୟ ଏହି ଅବସ୍ଥାରୁ ଜୀବାତ୍ମା ଅଳ୍ପ କ୍ଷଣ ମଧ୍ୟରେ ମୁକୁଳିଯାଏ। ସେଥିପାଇଁ ସଚେତନ ବା ଆତ୍ମସଚେତନ ଅଣୁଗୁଡ଼ିକୁ ଆମ୍ଭେମାନେ ବେସିକ୍ ମୋନାଡ୍ସ ଠାରୁ ପୃଥକ୍ ବୋଲି ଜାଣୁ। ତେଣୁ ଏହି ତିନି ପ୍ରକାର ମୋନାଡ୍ ଗୁଡ଼ିକ ହେଉଛନ୍ତି ସୃଷ୍ଟ ମୋନାଡ୍। ଏଗୁଡ଼ିକ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଈଶ୍ୱର ହିଁ ହେଉଛନ୍ତି ଏକମାତ୍ର ଅସୃଷ୍ଟ ମୋନାଡ୍। ତେଣୁ ଏହି ତିନିଟି ଯେଉଁ ପ୍ରକାର କହିଲେ ମୋନାଡ୍ର ଏମାନେ ହେଉଛନ୍ତି ସୃଷ୍ଟ ବା ଏମାନେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି, କିନ୍ତୁ ଈଶ୍ୱର ନିଜେ ହେଉଛନ୍ତି ଅସୃଷ୍ଟ ମୋନାଡ୍। ଲାଇବନିଜ୍ କହନ୍ତି, ସ୍ୱାଭାବିକ ଭାବରେ ଗତିରୁ ହିଁ ଗତି ସଞ୍ଚାରିତ ହୁଏ। ପ୍ରତ୍ୟକ୍ଷମାନେ ତାଙ୍କର ଅବ୍ୟବହିତ ପ୍ରତ୍ୟକ୍ଷମାନଙ୍କ ଠାରୁ ସଞ୍ଚାରିତ ହୋଇଥାନ୍ତି। ତେଣୁ ଏକ ମୋନାଡ୍ର ବର୍ତ୍ତମାନ ଅବସ୍ଥା ହେଉଛି ତାହାର ଅତୀତ ଅବସ୍ଥାମାନଙ୍କର ଫଳ। ତାହାର ବର୍ତ୍ତମାନ ଅବସ୍ଥାରେ ଅତୀତ ଅବସ୍ଥାମାନ ସମ୍ପାଦିତ ହୋଇ ରହିଅଛି ଏବଂ ଭବିଷ୍ୟତ ଅବସ୍ଥାମାନ ତାଠାରେ ସମୃଦ୍ଧ ହୋଇ ରହିଅଛି। ଭୂତ, ଭବିଷ୍ୟତ, ବର୍ତ୍ତମାନ ନିରବଚ୍ଛିନ୍ନ ଭାବରେ ଯେ ସମ୍ବନ୍ଧିତ ଓ ସମଭାବରେ ମୂଲ୍ୟବାନ, ଏହା ଲାଇବନିଜ୍ ପ୍ରତିପାଦନ କରିଛନ୍ତି। ଆମରି ସତ୍ତାରେ ଆମର ଅତୀତ, ଆମର ବର୍ତ୍ତମାନ ଓ ଭବିଷ୍ୟତ ସଞ୍ଚିତ ହୋଇ ରହିଛି ଓ କ୍ରମାନ୍ୱୟରେ ସଞ୍ଚାରିତ ହେଉଅଛି। ତେଣୁ ଲାଇବନିଜ୍ କୁହନ୍ତି, ଆମର ପ୍ରତ୍ୟକ୍ଷ ପ୍ରବାହରେ ସ୍ଥଳେ ସ୍ଥଳେ ଯଦି ଚମତ୍କାରିତାର ବିସ୍ଫୋରଣ ଘଟୁନଥାନ୍ତା, ତେବେ ଆମ୍ଭେମାନେ ନିରବଚ୍ଛିନ୍ନ ଜଡ଼ ନିଦ୍ରାରେ ମୋହିତ ହୋଇ ରହିଥାନ୍ତୁ। ତେଣୁ ଏଇ ଯେଉଁ ଯେଉଁ ଚମତ୍କାରିତା ହୁଏ ମଝିରେ ସେଥିରୁ ହିଁ ଆମେ ନିଜର ସଚେତନତାକୁ ଅନୁଭବ କରୁ, ସଚେତନତା କଥା ବୁଝିପାରୁ ଏବଂ ନହେଲେ ଆମେ ସବୁବେଳ ପାଇଁ ଗୋଟେ ଜଡ଼ ନିଦ୍ରାରେ ରହିଥାନ୍ତୁ। ଆମର ଇନ୍ଦ୍ରିୟ ଗୁଡ଼ିକ ଏହି ରସଘନ ମୁହୂର୍ତ୍ତମାନ ସୃଷ୍ଟି କରିବାକୁ ଆମ୍ଭମାନଙ୍କର ସହାୟତା କରିଥାନ୍ତି। ମୋନାଡ୍ ଗୁଡ଼ିକର ଆତ୍ମସ୍ମୃତି ଦୁଇ ପ୍ରକାରରେ ସମ୍ଭବ ହୁଏ। ପ୍ରଥମଟି ହେଉଛି ପରସେପ୍ସନ୍ ବା ପ୍ରତ୍ୟକ୍ଷକରଣ ଓ ଦ୍ୱିତୀୟଟି ହେଉଛି ଅଭିଷ୍ଠାନୁସରଣ ବା ଆପିଟିସନ୍। ନିଜେ ପରିବର୍ତ୍ତିତ ହେବାର ଆକାଂକ୍ଷା ବା ସ୍ପୃହାକୁ ଅଭିଷ୍ଠାନୁସରଣ କୁହାଯାଏ। ଏହି ଅସ୍ପୃହା ବିନା ମୋନାଡ୍ର ଆତ୍ମୋନ୍ନତି ସମ୍ଭବ ନୁହେଁ। ଏକ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥା, ଏକ ପ୍ରତ୍ୟକ୍ଷରୁ ଅନ୍ୟ ଏକ ପ୍ରତ୍ୟକ୍ଷକୁ ପରିବର୍ତ୍ତିତ ହେବା ଲାଗି ଏହି ଅଭିଷ୍ଠାନୁସରଣ ସର୍ବଦା ପ୍ରୟୋଜନ। ଯଦି ପରିବର୍ତ୍ତିତ ହେବା ଲାଗି ଅସ୍ପୃହା ନଥାନ୍ତା, ତେବେ ମୋନାଡ୍ ଗୁଡ଼ିକ ସ୍ଥିର, ଅପରିବର୍ତ୍ତିତ ଓ ସ୍ଥାଣୁ ହୋଇ ରହିଯାଇଥାନ୍ତେ। ବିଶ୍ୱ ଏକ ସ୍ତବ୍ଧ ଚିତ୍ର ରୂପେ ପ୍ରସାରିତ ହୋଇଥାନ୍ତା। ବିଶ୍ୱର ଅନୁକ୍ରମିକ ବିକାଶ ଲାଗି ମୋନାଡ୍ ଗୁଡ଼ିକର ଏହି ସ୍ୱରୂପଗତ ଅନ୍ତର୍ନିହିତ ଅସ୍ପୃହା ନିହାତି ଭାବରେ ଅପରିହାର୍ଯ୍ୟ। ମୋନାଡ୍ ଗୁଡ଼ିକ ପରିବର୍ତ୍ତନ ଓ ପରିବର୍ଦ୍ଧନ ପ୍ରବଣତା ସେଗୁଡ଼ିକର ସ୍ୱରୂପ ସ୍ମୃତିର ପ୍ରେରକ ଶକ୍ତି। ତେଣୁ ଏହି ସାଧା ମୋନାଡ୍ ଗୁଡ଼ିକ ବା ବେସିକ୍ ମୋନାଡ୍ସ ଗୁଡ଼ାକ ଅତ୍ୟନ୍ତ ଚେତନ। ସେଗୁଡ଼ିକ ପ୍ରତ୍ୟକ୍ଷ ହେଉଛି
ତାଙ୍କ ପରସେପସନ୍ ହେଉଛି ଅସ୍ପଷ୍ଟ ଏବଂ ଅପ୍ରାଞ୍ଜଳ, ସେଗୁଡ଼ିକ ସ୍ମୃତିବିହୀନ। ତେଣୁ ସେଗୁଡ଼ିକ ସଚେତନ ଭାବରେ ଅଭିଷ୍ଟାନୁସରଣ କରନ୍ତି ନାହିଁ, କେବଳ ଅନ୍ଧ ଭାବରେ ପରିବର୍ତ୍ତିତ ହେବା ଲାଗି ତାଙ୍କ ସ୍ୱରୂପରେ ବ୍ୟଗ୍ରତା ଦେଖାଦିଏ ଓ ସେଗୁଡ଼ିକ ଅସ୍ତବ୍ୟସ୍ତ ଭାବରେ ପରିବର୍ତ୍ତିତ ହେବାକୁ ଆରମ୍ଭ କରନ୍ତି। ଦ୍ୱିତୀୟ ଶ୍ରେଣୀର ମୋନାଡ୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ସଚେତନ। ସେଗୁଡ଼ିକର ପ୍ରତ୍ୟକ୍ଷ ଅପେକ୍ଷାକୃତ ଅଧିକ ସ୍ପଷ୍ଟ ଓ ପ୍ରାଞ୍ଜଳ। ସେଗୁଡ଼ିକ ଅପେକ୍ଷାକୃତ ଅଧିକ ସ୍ମୃତିଶକ୍ତି ସମ୍ପନ୍ନ। ତେଣୁ ସେଗୁଡ଼ିକରେ ଅଭିଷ୍ଟାନୁସରଣ ଅପେକ୍ଷାକୃତ ଅଧିକ ନିର୍ଦ୍ଦିଷ୍ଟ ଓ ଚେତନା ଚାଳିତ। ପଥର ଗୁଡ଼ିକ ଅପେକ୍ଷା ତୃଣ ବା ଗୁଳ୍ମ ଗୁଡ଼ିକ ଓ ସେମାନଙ୍କ ଅପେକ୍ଷା ଗୋରୁ ଗାଈ ବା ପଶୁମାନେ ଅଧିକରୁ ଅଧିକତର ସଚେତନତାର ଆମେ ସ୍ପଷ୍ଟ ଆଭାସ ପାଇପାରିବା। କିନ୍ତୁ ତୃତୀୟ ପ୍ରକାରର ମୋନାଡ୍ ଗୁଡ଼ିକର ସ୍ମୃତି ସୁଦୂର ପ୍ରସାରୀ ଅଟେ। ତେଣୁ ବୌଦ୍ଧିକ ମୋନାଡ୍ ଗୁଡ଼ିକ ଅଭିଷ୍ଟାନୁସରଣ ବୁଦ୍ଧିଦୀପ୍ତ ମାର୍ଗରେ ପରିଚାଳନା କରନ୍ତି। ତେଣୁ ସେଗୁଡ଼ିକର ଅଭିଷ୍ଟାନୁସରଣ ଯଥାର୍ଥ ଅଭିପ୍ସାମୂଳକ ହୋଇଉଠେ। ଲକ୍ଷ୍ୟ ମାର୍ଗ ପଦ୍ଧତି ତଥା ଦେଶକାଳ ପାତ୍ରଗତ ଅଚିନ୍ତ୍ୟ ବିବେଚନା ସେଗୁଡ଼ିକର ଅଭିପ୍ସାକୁ ସବୁବେଳେ ଉଦ୍ଭାସିତ କରେ। ପ୍ରଥମ ଶ୍ରେଣୀର ମୋନାଡ୍ ଗୁଡ଼ିକରେ ଯାହା ଅନ୍ଧ ପ୍ରବୃତ୍ତି, ଦ୍ୱିତୀୟ ଶ୍ରେଣୀ ମୋନାଡ୍ ଗୁଡ଼ିକରେ ତାହା କାମନାମୟ ଅଭିଳାଷ ଓ ତୃତୀୟ ଶ୍ରେଣୀ ମୋନାଡ୍ ଗୁଡ଼ିକରେ ତାହା ନୈତିକ, ଆଧ୍ୟାତ୍ମିକ ତଥା ଭୌତିକ ଅଭିପ୍ସା। ଏ ସମସ୍ତ ପରସ୍ପରଠାରୁ ପୃଥକ୍ ନୁହନ୍ତି। ସେଗୁଡ଼ିକ ଏକ ଅପରିବର୍ତ୍ତନ ପ୍ରବଣତାରେ ବିଭିନ୍ନ ସ୍ତରୀୟ ବିକାଶ। ତେଣୁ ଏଠି ଆମେ ଦେଖିଲେ କିଭଳି ଭାବରେ ଲାଇବନିଜ୍ ମୋନାଡ୍ର ତିନି ପ୍ରକାରକୁ ଅତି ସୁନ୍ଦର ଭାବରେ ବୁଝାଇ ରଖିଛନ୍ତି ଏବଂ ପୃଥିବୀର ବା ବିଶ୍ୱର ପ୍ରତ୍ୟେକଟି ବସ୍ତୁ କିଭଳି ଏହି ମୋନାଡ୍ର ଗୁଣ ଦ୍ୱାରା ପରିଚାଳିତ, ଏହି ମୋନାଡ୍ ହିଁ ସବୁ ପ୍ରକାରର ସ୍ଥିତିର ଉତ୍ତର, ତାହା ସେ ଏହି ଡିଭିଜନ୍ ଦ୍ୱାରା ଦର୍ଶାଇ ଦେଇଛନ୍ତି। ଆଉ ଗୋଟେ ବହୁତ ପପୁଲାର ଭ୍ୟୁ ଯାହାଦ୍ୱାରା ଲାଇବନିଜ୍କୁ ଜଣାଯାଏ, ସେଇଟା ହେଉଛି ଲାଇବନିଜ୍ଙ୍କର ପୂର୍ବ ପ୍ରତିଷ୍ଠିତ ସମତାଳବାଦ ବା ପ୍ରି ଏଷ୍ଟାବ୍ଲିଶ୍ଡ ହାର୍ମୋନି। ତେଣୁ ଏଠି ଡେକାର୍ଟଙ୍କର ପ୍ରତିପାଦିତ ଦ୍ରବ୍ୟତ୍ରୟବାଦର ଦେହ ଓ ମନକୁ ଦୁଇ ପୃଥକ୍ ଦ୍ରବ୍ୟ ରୂପେ ସ୍ୱୀକାର କରାଯାଇଥିଲା। ସେ ଦୁହେଁ ପରସ୍ପରଠାରୁ ଅତ୍ୟନ୍ତ ଭିନ୍ନ। ଦେହ ହେଉଛି ଜଡ଼ ସତ୍ତା, ଅଚେତନ। ମନ ହେଉଛି ଚୈତନ୍ୟମୟ ସତ୍ତା, ଇଏ ହେଉଛି ଅଜଡ଼। ଏଭଳି ଆତ୍ୟନ୍ତିକ ପାର୍ଥକ୍ୟ ଥିବା ଦୁଇ ଦ୍ରବ୍ୟ ମଧ୍ୟରେ ଯେ ସଂସର୍ଗ ଅସମ୍ଭବ, ଏହା ଲାଇବନିଜ୍ ବୁଝିଥିଲେ। ଦେହର ସମସ୍ତ ବଳ ଦୈହିକ, ମନର ସମସ୍ତ ବଳ ମାନସିକ। ଏପରି ସ୍ଥଳେ ଦେହ ଓ ମନ ପାରସ୍ପରିକ ସଂସର୍ଗ ସମ୍ଭବ ବୋଲି ଚିନ୍ତା କରିବା ଅନୁଚିତ। ଲାଇବନିଜ୍ଙ୍କ ମତରେ ଦେହ ହେଉଛି ଅତ୍ୟଳ୍ପ ଚେତନା ବା ବେସିକ୍ ମୋନାଡ୍ ଗୁଡ଼ିକର ସମାହାର। ମନ ହେଉଛି ଅପେକ୍ଷାକୃତ ଅଧିକ ଚେତନା ଏକ ମୋନାଡ୍। ରାଣୀ ମାଛି ଅନ୍ୟ ମହୁମାଛି ଗୋଷ୍ଠୀକୁ ନିଜ ସଂସର୍ଗରେ ଓ ଆୟତ୍ତରେ ରଖିଲା ପରି ଏହି ଅଧିକ ଚେତନା ମୋନାଡ୍ଟି ଅନ୍ୟ ମୋନାଡ୍ ଗୁଡ଼ିକୁ ନିଜ ଆୟତ୍ତରେ ରଖେ। ଲାଇବନିଜ୍ଙ୍କର ଏହି ମତବାଦ ଦ୍ୱାରା ଦେହ ଓ ମନ ଭିତରେ ଥିବା ପାର୍ଥକ୍ୟ ଦୂର ହୋଇପାରିଛି। ତେଣୁ ଏଠି ମୁଁ ଆଉଥରେ ବୁଝାଇ ଦେବାକୁ ଚାହେଁ, ଯେଉଁ କୁଇନ୍ ମୋନାଡ୍ ବୋଲି ଯାହାକୁ ଲାଇବନିଜ୍ କହୁଛନ୍ତି, ଯେଉଁ କୁଇନ୍ ମୋନାଡ୍ ହେଉଛି ଆମର ମନ, ଯିଏକି ଆମର ବାକି ଯେତିକ ବେସିକ୍ ମୋନାଡ୍ସ ରହିଲା ତାକୁ କଣ୍ଟ୍ରୋଲ୍ କରିକି ରଖେ। ବାକି ଯେଉଁ ପ୍ରଥମ ପ୍ରକାରର ମୋନାଡ୍ ଏବଂ ଦ୍ୱିତୀୟ ପ୍ରକାରର ମୋନାଡ୍, ତାକୁ ବଶୀଭୂତ କରିବା, ତାକୁ କଣ୍ଟ୍ରୋଲ୍ କରିବାର କାମ ହେଉଛି ଏଇ କୁଇନ୍ ମୋନାଡ୍ର କାମ। ତେଣୁ ଏ ଚେତନ ମୋନାଡ୍ ହେଉଛି ଅନ୍ୟ ମୋନାଡ୍ ମାନଙ୍କୁ ନିଜ ଆୟତ୍ତରେ ରଖେ। ଯେପରି ଗୋଟିଏ ମୋନାଡ୍
ଯେପରି ଗୋଟିଏ ମୋନାଡ୍ ଦେହ ସେହିପରି ସମଜାତୀୟ ବହୁ ମୋନାଡ୍ ଗୁଡ଼ିକର ଗୋଟିଏ ସମାହାର। କିନ୍ତୁ ଲାଇବନିଜ୍ ଆଗରୁ କହି ରଖିଛନ୍ତି ଯେ ମୋନାଡ୍ ପ୍ରତ୍ୟେକ ହେଉଛନ୍ତି ୱିଣ୍ଡୋଲେସ୍ ବା ଦ୍ୱାର ଗବାକ୍ଷ ଶୂନ୍ୟ। ଅତଏବ ମୋନାଡ୍ ଗୁଡ଼ିକ ମଧ୍ୟରେ ପାରସ୍ପରିକ ସଂସର୍ଗ ଅସମ୍ଭବ। ଦୁଇ ଜଣଙ୍କୁ ମାନେ ମୋନାଡ୍ ମାନଙ୍କ ଭିତରେ ଇଣ୍ଟରାକ୍ସନ୍ ପସିବୁଲ୍ ନୁହେଁ। କୌଣସି ମୋନାଡ୍ ଅନ୍ୟ ଗୋଟିଏ ମୋନାଡ୍କୁ ପ୍ରଭାବିତ କରିପାରିବ ନାହିଁ। ଅଥଚ ମୋନାଡ୍ ଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗିତା ବିଦ୍ୟମାନ। କିନ୍ତୁ ଯଦିଓ ତାଙ୍କ ଭିତରେ ଇଣ୍ଟରାକ୍ସନ୍ ନାହିଁ, ତାଙ୍କ ଭିତରେ କୋଅପରେସନ୍ ଅଛି। ତେଣୁ ସଂସର୍ଗ ନଥାଇକି ସହଯୋଗିତା କିପରି ସମ୍ଭବ ଥିଲା, ଏହା ହେଉଛି ଲାଇବନିଜ୍‌ଙ୍କ ପାଇଁ ଗୋଟେ ମୁଖ୍ୟ ପ୍ରଶ୍ନ। ଆଉ ଏହି ପ୍ରଶ୍ନକୁ ଉତ୍ତର ଦେବାକୁ ଯାଇ ଲାଇବନିଜ୍ ତାଙ୍କର ଦ ଡକ୍ଟ୍ରିନ୍ ଅଫ୍ ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନିର ବ୍ୟାଖ୍ୟା କରିଛନ୍ତି। ଲାଇବନିଜ୍ କୁହନ୍ତି ଯେ ମୋ ମତରେ ଶରୀର ଗୁଡ଼ିକ କ୍ରିୟା କରୁଥିଲା ବେଳେ ଏପରି ଭାବରେ କ୍ରିୟା କରନ୍ତି ସତେ ଯେପରି ଜୀବାତ୍ମାମାନଙ୍କର ଅସ୍ତିତ୍ୱ ନଥାଏ। ଜୀବାତ୍ମାମାନେ କାମ କଲାବେଳେ ସତେ ଯେପରି ଶରୀର ଗୁଡ଼ିକ ନାହାନ୍ତି ସେହିପରି କାମ କରନ୍ତି। ଅଥଚ ଉଭୟ କାମ କଲାବେଳେ ଜଣାପଡ଼େ ସତେ ଯେପରି ଗୋଟିଏ ଅନ୍ୟକୁ ପ୍ରଭାବିତ କରୁଛି। ଏହା କେବଳ ପୂର୍ବ ପ୍ରତିଷ୍ଠିତ ସମତାଳବାଦ ଦ୍ୱାରା ବୁଝାଇ ଯାଇପାରେ। ତେଣୁ ଏଠି ଆମେ ଦେଖିଲେ ଯେ କିପରି ଭାବରେ ସେ ବହୁତ ଭଲ ଭାବରେ ବୁଝେଇଛନ୍ତି ଯେ ଯେତେବେଳେ ଆମ ଶରୀର କ୍ରିୟା କରୁଥାଏ ସେତେବେଳେ ଯେମିତି ଆ ପାଖରେ ଜୀବାତ୍ମା ନାହିଁ ବା ଜୀବାତ୍ମା ମାନେ ଯେତେବେଳେ କାମ କରୁଥାନ୍ତି ସେତେବେଳେ ସେଗୁଡ଼ାକ ସବୁ ତାଙ୍କ ପାଖେ ଶରୀର ନାହିଁ, କିନ୍ତୁ ଦୁଇଟା ଯେତେବେଳେ ଏକା ସାଙ୍ଗେ କାମ କରୁଥାଏ ସେତେବେଳେ ଜଣାପଡ଼େ ଯେ ଏହା କେବଳ ଏକ ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି ମାଧ୍ୟମରେ ସମ୍ଭବ ହୋଇପାରୁଛି। ତେଣୁ ମୋନାଡ୍ ଗୁଡ଼ିକ ପରସ୍ପର ବ୍ୟାବର୍ତ୍ତକ, ସେଗୁଡ଼ିକ ମଧ୍ୟରେ କୌଣସି ଇଣ୍ଟରାକ୍ସନ୍ ସମ୍ଭବ ନୁହେଁ। ଦୁଇଟି ସ୍ୱୟଂକ୍ରିୟ ସତ୍ତାଙ୍କ ମଧ୍ୟରେ ସଂସର୍ଗର କଳ୍ପନା କଲେ ସେମାନଙ୍କର ସ୍ୱୟଂକ୍ରିୟତାରେ ବ୍ୟାଘାତ ଉପୁଜିବ। ଦୁଇଟି ସ୍ୱାଧୀନ ସତ୍ତା ଯଦି ପରସ୍ପର ସମ୍ପର୍କିତ ହୁଅନ୍ତି ଓ ପରସ୍ପରକୁ ପ୍ରଭାବିତ କରନ୍ତି, ତେବେ ଉଭୟଙ୍କର ସ୍ୱାଧୀନତା ମଧ୍ୟ କ୍ଷୁଣ୍ଣ ହେବ। ତେଣୁ ବ୍ୟକ୍ତି ଚେତନାରେ ସ୍ୱୟଂକ୍ରିୟତା ଓ ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖି ବ୍ୟକ୍ତିମାନଙ୍କ ମଧ୍ୟରେ କିପରି ସହଯୋଗିତା ଓ ସମତାଳ ଭାବ ସମ୍ଭବ, ତାହା ଏହି ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନିରେ ଏକ୍ସପ୍ଲେନ୍ କରାଯାଇଛି। ଲାଇବନିଜ୍ କହିଛନ୍ତି ଯେ ମୋନାଡ୍ ଗୁଡ଼ିକ ଏପରି ଭାବରେ ସୃଷ୍ଟି ହୋଇଅଛନ୍ତି ଯେ ସେଗୁଡ଼ିକର ସ୍ୱଭାବରେ ସେସବୁ ପରସ୍ପର ସହିତ ସମତାଳ ଅଟନ୍ତି। ଗୋଟିଏ ମୋନାଡ୍ ମଧ୍ୟରେ ଯେଉଁ ପରିବର୍ତ୍ତନ ସଂଘଟିତ ହୋଇଯାଏ ତାହାର ଅନୁରୂପ ପରିବର୍ତ୍ତନ ଅନ୍ୟ ସମସ୍ତ ମୋନାଡ୍ ମଧ୍ୟରେ ମଧ୍ୟ ସଂଘଟିତ ହୋଇଥାଏ। ପ୍ରତ୍ୟେକ ମୋନାଡ୍ ନିଜସ୍ୱ ସ୍ଥିତି ଓ କ୍ରିୟାରେ ଚାଳିତ। କୌଣସି ବହିଃପ୍ରଭାବ ଦ୍ୱାରା ସେ ଆକ୍ରାନ୍ତ ହୁଏ ନାହିଁ, କିନ୍ତୁ ତାହାର ଅନ୍ୟ ମୋନାଡ୍ ଗୁଡ଼ିକ ସହିତ ଏପରି ସ୍ୱଭାବଗତ ସାମଞ୍ଜସ୍ୟ ଅଛି ଯେ ଗୋଟିଏ ମୋନାଡ୍‌ରେ ପରିବର୍ତ୍ତନ ଘଟିଲା କ୍ଷଣି ଅନ୍ୟ ମୋନାଡ୍ ଗୁଡ଼ିକରେ ମଧ୍ୟ ସମତୁଲ ଓ ସମତାଳ ପରିବର୍ତ୍ତନମାନ ଘଟିଯାଏ। ଏହାର ଅର୍ଥ ହେଉଛି ଲାଇବନିଜ୍ କହିଲେ ଶରୀରର ସମ୍ପର୍କ ବା ବହିଃପ୍ରଭାବ ଦ୍ୱାରା ବ୍ୟକ୍ତିମାନଙ୍କ ମଧ୍ୟରେ ଯଥାର୍ଥ ସଂହତି ଅଣାଯାଇ ପାରିବ ନାହିଁ। କେବଳ ସେମାନଙ୍କର ସତ୍ତାଗତ ସାମଞ୍ଜସ୍ୟକୁ ଉଦ୍ଘାଟନ କଲେ ତଜ୍ଜନିତ କ୍ରିୟାମାନଙ୍କରେ ସାମଞ୍ଜସ୍ୟ ଓ ଯଥାର୍ଥ ସଂଗତିର ପ୍ରତିଷ୍ଠା ହୋଇପାରିବ। ତେଣୁ ଅନ୍ତର୍ନିହିତ ସ୍ୱଭାବଗତ ଅନନ୍ୟ ବା ସାଦୃଶ୍ୟ ଆବିଷ୍କୃତ ନ ହେବା ଯାଏ ବ୍ୟକ୍ତିମାନଙ୍କ ମଧ୍ୟରେ ସଂହତି ପ୍ରତିଷ୍ଠା କରାଯାଇପାରିବ ନାହିଁ। ତେଣୁ ମୋନାଡ୍ ଗୁଡ଼ିକର ସ୍ୱ-ସ୍ୱଭାବରେ ପରସ୍ପର ସହିତ ସତ୍ତାଗତ ସାମଞ୍ଜସ୍ୟ ରହିଅଛି। ଏହା ସେଗୁଡ଼ିକ ଦ୍ୱାରା ସୃଷ୍ଟି ନୁହେଁ। ସେଗୁଡ଼ିକ ନିଜ ସୃଷ୍ଟି ହେବା ପୂର୍ବରୁ ଏହି ସାମଞ୍ଜସ୍ୟ ବା ସମତାଳ ତାଙ୍କ ସତ୍ତାରେ ପ୍ରତିଷ୍ଠା କରାଯାଇଅଛି। ଏହି ମତବାଦକୁ ଲାଇବନିଜ୍ ପୂର୍ବ ପ୍ରତିଷ୍ଠିତ ସମତାଳବାଦ ବା ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି ବୋଲି କୁହାଯାଏ। ତେଣୁ ଏଇ ଯେଉଁ ମୋନାଡ୍ ମାନଙ୍କ ଭିତରେ ପରସ୍ପର ସହଯୋଗ ବା
ତାଙ୍କ ଭିତରେ ଇଣ୍ଟରାକ୍ସନ୍ ନଥାଇ ମଧ୍ୟ ସେମାନଙ୍କ ମଧ୍ୟରେ କିପରି ଭାବରେ ପରସ୍ପର ସହଯୋଗ ସେମାନେ କରନ୍ତି, ତା ଅର୍ଥ ଗୋଟିଏ ମୋନାଡରେ କୌଣସି ପରିବର୍ତ୍ତନ ହେଲେ ତାହାର ଅନୁରୂପ ପରିବର୍ତ୍ତନ ଅନ୍ୟ ମୋନାଡମାନଙ୍କ ମଧ୍ୟରେ ଦେଖାଯାଏ। ଏହାର କାରଣ ହେଉଛି ତାଙ୍କ ଏକ୍ଜିଷ୍ଟାନ୍ସରେ ହିଁ ସେହି ହାରମୋନି ଏଷ୍ଟାବ୍ଲିଶ୍ ହେଇକି ରହିଛି। ଏହା ତାଙ୍କ ନିଜର ସୃଷ୍ଟ ନୁହେଁ, ଏ ଗୋଟିଏ ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି। ତେଣୁ ଶରୀର ଓ ଆତ୍ମାକୁ ଦୁଇଟି ଘଡ଼ି ସଙ୍ଗେ ତୁଳନା କରି ଲାଇବନିଜ ବୁଝେଇଛନ୍ତି ଯେ ଦୁଇଟି ଘଡ଼ିରେ କିପରି ଭାବରେ ଏକକାଳୀନ ଏକ ସମୟ ନିରୂପିତ ହୋଇପାରେ। ଏହା ତିନିଟା ଉପାୟରେ ହେଇପାରେ। ପ୍ରଥମ ଉପାୟ ହେଉଛି ଯେ ଦୁଇ ଘଡ଼ି ମଧ୍ୟରେ ଏକ ସଂଯୋଜକ ଯାନ୍ତ୍ରିକ ବ୍ୟବସ୍ଥା ଫଳରେ ସମାନ ସମୟ ରଖାଯାଇପାରେ। ଦ୍ୱିତୀୟ ଉପାୟ ହେଉଛି ଯେ ଘଡ଼ି ରକ୍ଷକର ସାମୟିକ ହସ୍ତକ୍ଷେପ ଫଳରେ ଦୁଇଟି ଘଡ଼ି ସମାନ ସମୟ ରକ୍ଷା କରିପାରନ୍ତି। ତୃତୀୟ ଉପାୟ ହେଉଛି ଯେ ଘଡ଼ି ଦୁଇଟି ଏପରି ନିର୍ଦ୍ଦୋଷ ଭାବରେ ନିର୍ମିତ ହୋଇଛନ୍ତି ଯେ ଉଭୟ ଘଡ଼ିରେ ଏକକାଳରେ ଠିକ୍ ସମୟ ନିରୂପିତ ହୋଇଥାଏ। ତେଣୁ କୌଣସି ବହିର୍ ଭାବନା ବିନା ଏହା ସମ୍ଭବ ହୁଏ। ତେଣୁ ପ୍ରଥମୋକ୍ତ ପ୍ରଭାବାତ୍ମକ ଉପାୟ ବା ଦ ୱେ ଅଫ୍ ଇନଫ୍ଲୁଏନ୍ସରେ ଦୁଇଟି ଯାକ ଘଡ଼ି ଏକ ସମୟ ରଖୁଛନ୍ତି ବୋଲି ଡେକାର୍ଟ ଓ ତାଙ୍କର ଫଲୋଅର ମାନେ ବିଶ୍ୱାସ କରିଥିଲେ। ତାହା ହେଉଛି ଆମର ଅନନ୍ୟ ସଂସର୍ଗବାଦ। ଏବଂ ଦ୍ୱିତୀୟ ଯେଉଁ ଉପାୟଟି ହେଉଛି ତାହା ହେଉଛି ସହାୟାତ୍ମକ ଉପାୟ ବା ଦ ୱେ ଅଫ୍ ଆସିଷ୍ଟାନ୍ସରେ ଦୁଇଟି ଘଡ଼ି ଏକ ସମୟ ରଖୁଛନ୍ତି ବୋଲି ଯଥାବସରବାଦୀମାନେ କୁହନ୍ତି। ଏହି ସିଦ୍ଧାନ୍ତରେ ଈଶ୍ୱରଙ୍କୁ ସହାୟକ ବା ଆସିଷ୍ଟାଣ୍ଟ ଭାବରେ କଳ୍ପନା କରାଯାଇଛି। ତେଣୁ ପ୍ରତି ଦେହ ଓ ମନକୁ ଯଥାରୀତିରେ ସଜାଡ଼ିବାର ଦାୟିତ୍ୱ ଈଶ୍ୱରଙ୍କୁ ଅର୍ପଣ କରି ଦାର୍ଶନିକମାନେ ନିଶ୍ଚିତ ହେବାକୁ ବସିଥିଲେ, କିନ୍ତୁ ତାହା ସେମାନଙ୍କର ଏକ ମିଷ୍ଟେକ୍ ବୋଲି ଲାଇବନିଜ କହିଛନ୍ତି। ଏବଂ ତୃତୀୟ ଉପାୟରେ ଯେମିତି ଆମେ ଡିସ୍କସନ୍ କଲେ ଯେ ଘଡ଼ି ଦୁଇଟି ଏପରି ନିର୍ଦ୍ଦୋଷ ଭାବରେ ନିର୍ମିତ ହୋଇଛି ଯେ ଉଭୟ ଘଡ଼ିରେ ଏକ କାଳରେ ସଠିକ୍ ସମୟ ଦିଆଯାଇ ଠିକ୍ ସମୟ ନିରୂପିତ ହେଉଛି। ଏଇଟାକୁ ଲାଇବନିଜ କହିଲେ ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି। ତା ସମତାଳାତ୍ମକରେ ଦୁଇଟି ଘଡ଼ି ଏକ ସମୟ ରକ୍ଷା କରିପାରନ୍ତି। ଏହା ହେଉଛି ଲାଇବନିଜଙ୍କର ସିଦ୍ଧାନ୍ତ। ତେଣୁ ଦୁଇଟି ଯାକ ଘଡ଼ି ଏତେ ନିଖୁଣ ଭାବରେ ନିର୍ଦ୍ଦିଷ୍ଟ ଓ ନିୟମିତ ସମୟ ରକ୍ଷା କରିବା ନିମିତ୍ତ ନିର୍ମିତ ଯେ ସେଗୁଡ଼ିକ ନିଜ ନିଜର ପ୍ରକୃତିଗତ ନିୟମ ଦ୍ୱାରା ଠିକ୍ ସମୟ ରକ୍ଷା କରନ୍ତି। ଦୁଇ ଘଡ଼ିରେ ଏକ କାଳରେ ଏକ ସମୟ ନିରୂପିତ ହୁଏ। ସେଥିଲାଗି ପାରସ୍ପରିକ ପ୍ରଭାବ କିମ୍ବା ଈଶ୍ୱରଙ୍କର ନିରବଚ୍ଛିନ୍ନ ସହାୟତାର ପ୍ରୟୋଜନ ନାହିଁ। ଲାଇବନିଜ ଆଉ ଏକ ଦୃଷ୍ଟାନ୍ତ ଦ୍ୱାରା ତାଙ୍କ ସିଦ୍ଧାନ୍ତକୁ ବ୍ୟାଖ୍ୟା କରିଛନ୍ତି। ସେ ମୋନାଡ୍ ଗୁଡ଼ିକୁ ଦଳେ ମ୍ୟୁଜିସିଆନ୍ ମାନଙ୍କ ସହିତ କମ୍ପେୟାର କରିଛନ୍ତି। ସେ କହିଛନ୍ତି ଯେମିତି ଅଲଗା ଅଲଗା ବାଦ୍ୟ ବଜଉଥିଲେ ବି ଗୋଟିଏ କନସର୍ଟ ବା ଯେତେବେଳେ ଆମେ ଗୋଟେ ଗୀତ ଶୁଣୁ ବା କୌଣସି ମ୍ୟୁଜିକ୍ ଶୁଣୁ, ସେ ମ୍ୟୁଜିକ୍ରେ ଅଲଗା ଅଲଗା ବାଦ୍ୟଯନ୍ତ୍ର ବଜଉଥିବା ବ୍ୟକ୍ତିମାନେ ଯଦିଓ ଅଲଗା ଅଲଗା ଇନଷ୍ଟ୍ରୁମେଣ୍ଟ ବ୍ୟବହାର କରନ୍ତି, କିନ୍ତୁ ତାଙ୍କ ଭିତରେ ସେମାନେ ଗୋଟିଏ ସ୍ୱରକୁ ସେମାନେ ଧରିଥାନ୍ତି। ବା ଆମ ପାଇଁ ଗୀତଟି ଯେତେବେଳେ ଗୀତ ବୋଲି ଆମେ କହୁ, ଗୀତଟି କେବଳ ଗୋଟିଏ ବାଦ୍ୟଯନ୍ତ୍ରକୁ ନେଇକି ତ ସମ୍ଭବ ନୁହେଁ ବା ହୁଏନି। କେମିତି ଅଲଗା ଅଲଗା ଇନଷ୍ଟ୍ରୁମେଣ୍ଟ ଅଲଗା ଅଲଗା ଭାବରେ ପରଫର୍ମ କଲେ ବି ଗୋଟିଏ ସ୍ୱରକୁ ସେମାନେ ତୁଳି ଧରନ୍ତି। ଆଉ ସେହି ସ୍ୱରକୁ ତୁଳି ଧରିବାର କାରଣ ହେଉଛି ତାଙ୍କ ଭିତରର ହାରମୋନି, ତାଙ୍କ ଭିତରର ସମତାଳ ଭାବ। ସେହିପରି ଆମର ମୋନାଡ୍ସ ମାନେ ଅଲଗା ଅଲଗା ହେଲେ ମଧ୍ୟ ତାଙ୍କ ଭିତରେ କୌଣସି ଇଣ୍ଟରାକ୍ସନ୍ ନହେଲେ ମଧ୍ୟ ସେମାନେ ଗୋଟେ ପ୍ରକାର ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି ବା ତାଙ୍କର ଭିତରେ ଯେଉଁ ଅଲରେଡ଼ି ଏଷ୍ଟାବ୍ଲିଶ୍ଡ ହାରମୋନି ରହିଛି
ସେଇଆକୁ ନେଇକି ସେମାନେ ନିଜ ନିଜ ଭିତରେ ସଂଯୋଗ ବା ସହଯୋଗ କରନ୍ତି। କିନ୍ତୁ ଅଥଚ ତେଣୁ ଏଇ ମ୍ୟୁଜିକ୍ ମାଧ୍ୟମରେ ସେ ତାଙ୍କର ଏ ମୋନାଡୋଲୋଜି ବା ମୋନାଡ୍ ଥିଓରିକୁ ଏଷ୍ଟାବ୍ଲିଶ୍ କରିଥିଲେ ଏବଂ ଏହାକୁ ହିଁ ଆମର ଲାଇବନିଜ୍ଙ୍କର ପ୍ରି ଏଷ୍ଟାବ୍ଲିଶ୍ଡ ହାରମୋନି ବୋଲି କୁହାଯାଏ। ତେଣୁ ଆଜିର ଆମେ ଡିସ୍କସନ୍ ଏଇଠି ରଖିବା। ବର୍ତ୍ତମାନ ପାଇଁ ନମସ୍କାର।